ତେଣୁ ଆଜି ତେଣୁ ଆଜିର ଏଇ ଯୋଉ ୱେବିନାରଟି ଆମେ ରଖିଛୁ ମୋ ଜୀବନର ଏକ ଅଭୁଲା ସ୍ମୃତି। ଏବଂ ଏଇ ୱେବିନାରର ଏଇଟା ହଉଛି 29ତମ ସଂସ୍କରଣ। ଆଉ ଏଇ ୱେବିନାରଟି ବିଶେଷ ଆମେ କରୁଛୁ ଯେ ଆମର ଯୋଉ ନୂଆ ସଭ୍ୟା ସଂଯୋଗରେ ଯୋଗଦାନ କରୁଛନ୍ତି, ସେମାନଙ୍କୁ ନେଇକିରି ଏଇ ପ୍ରୋଗ୍ରାମଟା କରାହଉଛି। ଉଦ୍ଦେଶ୍ୟ ହଉଛି ଅନ୍ୟମାନେ ତାଙ୍କୁ ଭଲ ଭାବରେ ଜାଣିବେ। ତେଣୁ ଏହା ବିଷୟରେ ତ ଡିଟେଲ ଆମର ଯିଏ ସଂଯୋଜକ ଅଛନ୍ତି ଆଜି ବିଭୂତି ଭାଇ ସେସବୁ କହିବେ। ତେଣୁ ସଂଯୋଜକ ହଉଛନ୍ତି ବିଭୂତି ଭାଇ। ଆଉ ଶେଷରେ ସମାପନ କରାଇବେ, ଧନ୍ୟବାଦ ଦେବେ ଭଉଣୀ ରେଣୁକା ପଣ୍ଡା। ଆଉ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଉ ସମସ୍ତ ଶ୍ରୋତା ଦର୍ଶକ ସମସ୍ତଙ୍କୁ ଆଉଥରେ ସ୍ୱାଗତ ଜଣାଇ ମୁଁ ବିଭୂତି ଭାଇଙ୍କୁ ମଞ୍ଚ ହସ୍ତାନ୍ତର କରୁଛି। ବିଭୂତି ଭାଇ। ନମସ୍କାର। ଆମ ସଂଯୋଗ ସଂଗୋଷ୍ଠୀର ଆଉ ଏକ ଆଭାସୀ କାର୍ଯ୍ୟକ୍ରମକୁ ନେଇ ଆମେ ଏଠି ସମସ୍ତେ ଉପସ୍ଥିତ। ସମସ୍ତଙ୍କୁ ଜୟ ଜଗନ୍ନାଥ। ଓମ୍ ଜୟ ନମଃ ଜଗନ୍ନାଥ। ଭଗବତେ ବାସୁଦେବାୟ। नीलाचल निवासाय नित्याय परमात्मने बलभद्र सुभद्राभ्याम जगन्नाथाय ते नमः। जगन्नाथाय ते नमः। सारा जगतर नाथ श्री जगन्नाथଙ୍କ पादपद्मरे ନିଜକୁ ସମର୍ପଣ କରି ଆସନ୍ତୁ ଆଜିର ଏହି ବିଶେଷ କାର୍ଯ୍ୟକ୍ରମକୁ ଆରମ୍ଭ କରିବା। ନୀତି ନିୟମ ନିଷ୍ଠା ଆଉ ନୈତିକତାର ଗହଣା ପିନ୍ଧି ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକଙ୍କୁ ମୋର ପ୍ରଣାମ ଓ ସ୍ୱାଗତ। ହ୍ୟୁମାନ ପୋଟେନ୍ସିଆଲ ଡେଭଲପମେଣ୍ଟ ଟ୍ରଷ୍ଟ ଦ୍ୱାରା ଆୟୋଜିତ ସଂଯୋଗ ସଂଗୋଷ୍ଠୀର 185ତମ ଆଭାସୀ କାର୍ଯ୍ୟକ୍ରମ ମୋ ଜୀବନର ଏକ ଅଭୁଲା ସ୍ମୃତି ଭାଗ 29ରେ ମୁଁ ବିଭୂତି ଭୂଷଣ ପାଣିଗ୍ରାହୀ ଆପଣମାନଙ୍କୁ ସମସ୍ତଙ୍କୁ ପ୍ରଣାମ ଜଣାଉଛି। ଆପଣମାନେ ଜାଣନ୍ତି ଭୟଙ୍କର କରୋନା କାଳରେ କରୋନାର ଭୟାବହ ଗର୍ତ୍ତରୁ ବରିଷ୍ଠ ନାଗରିକ ମାନଙ୍କ ଜୀବନର ଗୁଣବତ୍ତାକୁ ଆଖି ଆଗରେ ରଖି ମାନବ ଅଧ୍ୟୟନ କେନ୍ଦ୍ରର ପୁରୋଧା ଶ୍ରୀମାନ ହର ଭାଇଙ୍କ ଦ୍ୱାରା ଏହି ସଂଗୋଷ୍ଠୀକୁ ଜନ୍ମ ଦିଆଯାଇଥିଲା। କିଛି ସମଭାବାପନ୍ନ ବରିଷ୍ଠ ନାଗରିକ ମାନଙ୍କୁ ନେଇ ସଂଯୋଗର ଅନ୍ୟତମ ବିନ୍ଧାଣୀ ରାଜକୁମାର ସୁତାର ଭାଇ ତଥା ମ୍ୟାକ୍ ଗୋଷ୍ଠୀର ପରିଚାଳନା ବିଶେଷଜ୍ଞ ମାନେ ଏହି ସଂଗୋଷ୍ଠୀର ଉତ୍ତମ ରୂପେ ପରିଚାଳନା କରି କଳ୍ପଦ୍ରୁମ ରୂପରେ ଏହି ସଂଯୋଗ ସଂଗୋଷ୍ଠୀକୁ ଛିଡ଼ା କରିଛନ୍ତି। 134 ଜଣ ପ୍ରଜ୍ଞାବନ୍ତ ସଦସ୍ୟଙ୍କୁ ନେଇ ଗଠିତ ଏବଂ ସମସ୍ତେ ପ୍ରାୟ ଏକ ପରିବାର ଭଳି ନିଜକୁ ପ୍ରମାଣିତ କରିସାରିଛନ୍ତି। ସଂଯୋଗ ସମାଜର ପ୍ରତ୍ୟେକ ଦିଗକୁ ଆଖି ଆଗରେ ରଖି ସାମାଜିକ ସାଂସ୍କୃତିକ ସାହିତ୍ୟ ଆଧ୍ୟାତ୍ମିକ ତଥା ସୁସ୍ଥ ଜୀବନର ପ୍ରଣାଳୀ ଓ ସଙ୍ଗୀତ ଏବଂ କବିତା ଆସର ଭଳି ଆଭାସୀ କାର୍ଯ୍ୟକ୍ରମ ଜରିଆରେ ଆମ ସମସ୍ତଙ୍କୁ ପ୍ରତ୍ୟେକ ଦିଗର ଉତ୍ଥାପନ ପାଇଁ ସତତ ଚେଷ୍ଟିତ। ପ୍ରତିବର୍ଷ ବାର୍ଷିକ ଉତ୍ସବ ଏହାର ଏକ ବିଶେଷ ଆକର୍ଷଣ। କାର୍ଯ୍ୟକ୍ରମ ଆଗକୁ ନେବା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବାକୁ ଚାହେଁ ୱେବିନାରର ସଫଳତା ପାଇଁ କିଛି ନିୟମ ଅନୁପାଳନ କରିବାକୁ ହୁଏ। ସମସ୍ତେ ନିଜର ଅଡିଓ ଭିଡିଓ ବନ୍ଦ ରଖିବା, ସମୟର ଠିକ୍ ବିନିଯୋଗ କରିବା। ଆଜି ଆମ ସାମ୍ନାରେ ଆମ ସାଙ୍ଗରେ ତାଙ୍କର ଅଭୁଲା ସ୍ମୃତି ବାଣ୍ଟିବା ପାଇଁ ନୂତନ ଭାବରେ ଯୋଗ ଦେଇଥିବା ସଂଯୁକ୍ତ ହୋଇଥିବା ଭାଇ ଶ୍ରୀମାନ ଯୋଗୀନ୍ଦ୍ର ନାୟକ, ଶ୍ରୀ ଉପେନ୍ଦ୍ର ଚନ୍ଦ୍ର ମିଶ୍ର ତଥା ଭାଇ ଶ୍ରୀମାନ ସୁରେନ୍ଦ୍ର ଚନ୍ଦ୍ର ମିଶ୍ର ଉପସ୍ଥିତ ଅଛନ୍ତି। ଶୁଭେନ୍ଦ୍ର ଶେଖର ମିଶ୍ର। ଶୁଭେନ୍ଦ୍ର ଶେଖର ମିଶ୍ର ଆଜ୍ଞା। ଉପସ୍ଥିତ ଅଛନ୍ତି। ଆସନ୍ତୁ ଆମର ସମ୍ମାନୀୟ ନୂତନ ଅତିଥି ମାନଙ୍କୁ ସ୍ୱାଗତ କରିବା ତଥା
ତାଙ୍କର ଅଭୁଲା ସ୍ମୃତିକୁ ଶୁଣିବା, ଶିଖିବା ଓ ତାଙ୍କୁ ନିଜର କରି ଆପଣେଇ ନେବା। ଆଜି କାର୍ଯ୍ୟକ୍ରମ ମାଧ୍ୟମରେ ସାଉଁଟା ହୋଇଥିବା ସ୍ମୃତି ରୂପକ ଇଟା ବାଲି ଗୋଡ଼ିରେ ଗଢ଼ା ଦେଉଳକୁ ମୁଣ୍ଡି ମାରିବେ ବା ଶେଷ ସ୍ପର୍ଶ ଦେବେ ଆମ ସଂଯୋଗ ଗୋଷ୍ଠୀର ସମ୍ମାନୀୟ ସଦସ୍ୟା ଭଉଣୀ ରେଣୁକା ମିଶ୍ର ଏବଂ ରେଣୁକା ପଣ୍ଡା। ଅତିଥିମାନଙ୍କୁ ନିମନ୍ତ୍ରଣ ଜଣାଇବା ପୂର୍ବରୁ ଅନୁରୋଧ କରିବାକୁ ଚାହେଁ, ଆପଣମାନେ 2 ମିନିଟ୍ ମଧ୍ୟରେ ନିଜର ପରିଚୟ ପ୍ରଦାନ କରିବେ ଏବଂ 10 ରୁ 12 ମିନିଟ୍ ମଧ୍ୟରେ ନିଜର ଅଭୁଲା ସ୍ମୃତି ପ୍ରସ୍ତୁତ କରିବେ। ତେବେ ଆସନ୍ତୁ ପ୍ରଥମେ ଆମେ ଶୁଣିବା ଭାଇ ଯୋଗୀନ୍ଦ୍ର ନାୟକଙ୍କ ମୁଖରୁ, ଯିଏକି ପ୍ରସ୍ତୁତ ଅଛନ୍ତି ଆମମାନଙ୍କୁ ତାଙ୍କର ଅଭୁଲା ସ୍ମୃତି ବାଣ୍ଟିବେ। ଭାଇ ଯୋଗୀନ୍ଦ୍ର ନାୟକ, ଆପଣଙ୍କୁ ପ୍ରଣାମ ଓ ସ୍ୱାଗତ। ନମସ୍କାର। ଆସନ୍ତୁ ଆମମାନଙ୍କୁ ଆପଣଙ୍କର ବହୁମୂଲ୍ୟ ସ୍ମୃତି ବାଣ୍ଟି ଖୁସି କରାନ୍ତୁ। ଭାଇ ଶ୍ରୀ ଯୋଗୀନ୍ଦ୍ର ନାୟକ। ନମସ୍କାର। ନମସ୍କାର। ସମ୍ମାନୀୟ ଉପସ୍ଥିତ ସଂଯୋଗ ପରିବାରର ଭାଇ ଭଉଣୀ ମାନଙ୍କୁ ମୋର ସାଧାରଣ ନମସ୍କାର। ମୋତେ ସଂଯୋଗ ପରିବାରର ସଦସ୍ୟ ଭାବରେ ପରିଗଣିତ କରିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ସଂଯୋଗ ପରିବାରକୁ କୃତଜ୍ଞତା ଜ୍ଞାପନ କରୁଅଛି। ସଂଯୋଗ ପରିବାର ବିଷୟରେ ମୁଁ ମୋର ପ୍ରିୟ ବନ୍ଧୁ ମିଷ୍ଟର ଏସ୍.କେ. ଦାସ ଏବଂ ମିଷ୍ଟର ଜେ.କେ. ମହାନ୍ତିଙ୍କ ଠାରୁ ଶୁଣିଥିଲି। ଏହାପରେ ଏହି ପରିବାରରେ ମୁଁ ଏକ ସଦସ୍ୟ ହେବା ପାଇଁ ଭାରି ଖୁସି ପ୍ରକାଶ କରିଥିଲି। ଆଉ ଏ ପରିବାରର ସଦସ୍ୟ ହେବା ପାଇଁ ଯେହେତୁ ମୋତେ ସୁଯୋଗ ଦେଇଥିଲେ, ମୁଁ ସେଥିପାଇଁ ଆପଣମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଅଛି। ବର୍ତ୍ତମାନ ମୋର ପରିଚୟ ବିଷୟରେ ମୋର ସଂଯୋଗର ଭାଇମାନଙ୍କୁ କିଛି କହିବାକୁ ଚାହୁଁଛି। ମୋର ନାମ ହେଉଛି ଯୋଗେନ୍ଦ୍ର ନାୟକ। ମୋ ପରିବାରରେ ମୁଁ ମିସେସ୍ ଗୋଟିଏ ମାତ୍ର ଝିଅ ବାହା ହୋଇ ସେ ବାଙ୍ଗାଲୋରରେ ସର୍ଭିସ କରନ୍ତି ଏବଂ ମୁଁ ବେସିକାଲି ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର। ମୁଁ 1989ରେ ଇଞ୍ଜିନିୟରିଂ ପାସ୍ କଲା ପରେ ରାଉରକେଲା ଗଭର୍ଣ୍ଣମେଣ୍ଟ ଇଞ୍ଜିନିୟରିଂ ସ୍କୁଲରେ ଲେକ୍ଚରସିପ୍ 1 year କଲି। ଏହାପରେ ମୁଁ ହିନ୍ଦୁଜା ଗ୍ରୁପରେ ଏଜ୍ ଏ ଇଞ୍ଜିନିୟର ହିସାବରେ ଜଏନ୍ କରିଥିଲି। ଆଉ ସେଠାରେ ହିନ୍ଦୁଜା ଗ୍ରୁପରେ 35 ବର୍ଷ ଚାକିରି କରିବା ପରେ ଏଜ୍ ଏ ହେଡ୍ ଅଫ୍ ପ୍ରୋଜେକ୍ଟ ଆଣ୍ଡ ମେଣ୍ଟେନାନ୍ସରେ ରିଟାୟାର୍ଡ ହେଲି 2025ରେ। 2022ରେ ରିଟାୟାର୍ଡ ହେଲି ଏବଂ ତାପରେ ଏମାନେ 3 ବର୍ଷ ମତେ ଏକ୍ସଟେନସନରେ ରଖିଥିଲେ। ଆଉ 3 ବର୍ଷ ପରେ ବି ଏବେ ମାର୍ଚ୍ଚ 2025ରେ ସେମାନେ ଫିର୍ ମତେ କନସଲଟାଣ୍ଟ ହିସାବରେ ବର୍ତ୍ତମାନ ବି ରଖିଛନ୍ତି। କିନ୍ତୁ ଏଇ 40 ବର୍ଷ ମୁଁ ରାଉରକେଲା ରହିବା ପରେ ବର୍ତ୍ତମାନ ମୁଁ ଭୁବନେଶ୍ୱରରେ ସେଟେଲ ହେଲି। ଆଉ ମୁଁ ରହୁଛି ବର୍ତ୍ତମାନ ଭୌମିକ ହଲରେ, ମାନେ ଏକାମ୍ର ଟକିଜ ପ୍ଲାଣ୍ଟରେ ଆରବି ପ୍ୟାଲେସରେ ରହୁଛି। ଆଉ ଇଏ ହଉଛି ମୋର ମାନେ ଡିଟେଲ, ମାନେ ମୋ ପରିବାର ବିଷୟରେ ଆଉ ମୋ ବିଷୟରେ ପରିଚୟ। ଏହାପରେ ମୋର ଅଭୁଲା ସ୍ମୃତି ବିଷୟରେ ମୁଁ କିଛି କହିବାକୁ ଯାଉଛି। ଜୀବନରେ ଏଭଳି ବହୁତ କିଛି ଭଲ ମନ୍ଦ ଘଟଣା ଘଟେ। ସେଥିମଧ୍ୟରୁ କିଛି ଘଟଣା ଏହିପରି ହୁଏ ଯାହାକି ଜୀବନର ଅଭୁଲା ସ୍ମୃତି ହୋଇ ରହେ। ମୁଁ ମୋର ଏକ ଅଭୁଲା ସ୍ମୃତି ମୋର ସଂଯୋଗ ପରିବାର ଆଗରେ ସେୟାର କରୁଛି। ହଁ, ମୋର ମନେ ପଡେ ସେଇ କରୋନାର କଳଙ୍କରୀ ଦିନ, ଯେଉଁଥିରେ ମୁଁ ଜଗତର ନାଥ ଜଗନ୍ନାଥଙ୍କ ଦ୍ଵାରା ଉପକୃତ ହେଇ ମୁଁ କରୋନାରୁ ମୃତ୍ୟୁ ମୁଖରୁ ଭଲ ହେଇଥିଲି। ଏହାପରେ କେବଳ ଏତିକିରେ ସରି ନଥିଲା। ଏହାର କିଛି ଦିନ ପରେ ମୁଁ ମୋର ପରିବାରକୁ ନେଇ ଭୁବନେଶ୍ୱରରୁ ରାଉରକେଲା ବାଇ ରୋଡ କାରରେ ଯାଉଥିଲି। ସେଥିରେ ମୁଁ ଥିଲି, ମୋର ମିସେସ୍ ଥିଲା, ଆଉ ମୋର 70 ବର୍ଷର ବଡ ଭଉଣୀ ଥିଲେ, ଆଉ ମୋର ଭଣଜା ଗୋଟେ ଥିଲେ। ଯିବା ସମୟରେ ଖମାର ନିକଟରେ ଏକ ଟ୍ରକ୍ ଆସି ପଛପଟୁ ଆମକୁ ଧକ୍କା ଦେଲା। ଧକ୍କା ଦେବା ପରେ ସେମ୍ ଟାଇମରେ ଆଗରୁ ବି ଏକ ଟ୍ରକ୍ ଆସିଲା, ସେ ଆଗରୁ ବି ସେ କାରକୁ ଧକ୍କା ଦେଲା। ତାମାନେ ଆମେ ଦେଖିଲୁ ଆମର ଆଉ ସେଠି ଜୀବନଟି ଚାଲିଗଲା।
हाँ बोलो ना चालेल. नाही शेतकरी म्हटलं होती तर करायची पक्का विंका. हेलो हाँ जीवन चलीगला बाहर भी लोक देखुंत ये कौन है ये बोधे परिवार चलीगले किंतु देखंतु भगवान जगन्नाथ आशीर्वाद से आम चारिजणकर माने किसी भी क्षयक्षति हैनी आम एज इट इज कंडीशन रे अच्छु गाड़ी पूरा डैमेज हो गला स्क्रैप भली रहीगला कि जहाँ डैमेज है गाड़ी डैमेज है आम आराम रे से गाड़ी छाड़देलु से डैमेज गाड़ी छाड़ दे कि अलग गोटे गाड़ी नहीं राउरकेला गलु ए जीवन अभुला स्मृति आउ केबे भूली पारिबेनी से जहा जीवन रे बहुत किछि आसे ताको हमको फेस करिया पड़े एणु ये होउछि जहाँ को रखी अनंत के करिबारे बलवंत परिशेष मु मोर संजोग परिवार समस्त भाई भौणी माननको मोर नमस्कार जणाई मोर वक्तव्य शेष कर धन्यवाद आउ जदि किछि आपनकर मो संजोग परिवार किछि जानिबा पई चेष्टा करंती ताहाले मते पचारि परिबे नहीं ठीक अच्छे आपनकर समय थिला आउरी 10 मिनिट आपनको समय दिया जायतला 10-12 मिनिट आउ जदि आपण स्मृति किछि कहितले कहि पारिथान्ते आ जदि अच्छा न अच्छा कहबे हमें अन्य बंधु को डाकिवा आज्ञा ठीक अच्छे आज्ञा हाँ धन्यवाद जोगिंद्र भाई प्रकृत आज्ञा रे आपनकर अभुला स्मृति निश्चित रे अभुला सेतिर किछि कहबार नाही तेबे आसंतु वर्तमान आमे डाकिवा श्रीमान उपेंद्र चंद्र मिश्र भाई भाई उपेंद्र मिश्र महोदय आपण आसंतु एवं आपणकर अभुला स्मृति आम सामने परसी दियंतु आमे आपणकर स्मृति किछि सुनिबु एवं शिखि उपेंद्र भाई नमस्कार नमस्कार संजोगर उपस्थित आज संध्यार भाई भौणी मानकु मोर आंतरिक शुभेच्छा और नमस्कार मु उपेंद्र मिश्र प्रकृत मो जन्म अस्तरंग ब्लॉक गोटे छोटिया गाँव बापा माँ गोटे पुओ अष्टम एवं एकमात्र संतान मो ना तो कहली उपेंद्र मिश्र वर्तमान भुवनेश्वर जो आनंद वन अच्छी ता पाखरे थिबा आलिसन इंफिनिया बोले गोटे अपार्टमेंट अच्छी से अपार्टमेंट रे मु रहूची आउ एटा कलिंग विहार रे ता छड़ा आपण पचारुछंती जे मु पूर्व कौन करथिली पूर्व मु ओडिशा कृषि वैषयिक विश्वविद्यालय रे चाकरी करुଥିଲି सेटा होची गोटे डेभलपमेंटाल सपोर्ट कम्युनिकेशन गोटे से कम्युनिकेशन दायित्व रे मु थिली जोथिरे कि गोटे जगार बसी आम विभिन्न गाँव चाषी मान सहित आलोचना कर पार्थलु वीडियो मीडिया समस्त दायित्व रे थिली 1950 मसीहार जन्म होइतिबा हेतु 2010 रे मु अवसर नेली तापरे बहुत आपंकर जो बेसरकारी अनुष्ठान मत डाकिले भी मुझे भिन्न स्वादर लोक तेणु कौटी आउ थे मुंड बिकिया इच्छा कली नहीं बा जाए नहीं अच्छा मोर हबी बोली गोटे सेमती खास ना जेहेतु मो बापा माँ गोटे पिला मोर सब छोट पिला प्रति जन्म केजानी कहीं भी मो सब केते जगह अप्रस्तुत भी होती छोट पिलाटी देखते मुझे संभाली पारे ताको टे गल करवा खेलिवा ताको टे किछ देदवा ए हो मोर प्रथम हबी द्वितीय हबी हला नाटक मु बहुत शौकीन मंच रे अभिनय करिछि एसीएस कॉलेज पुर रे पढ़ला बेले मु बारंबार पुरस्कृत हेछि बाणी विहार रे मध्ये मु श्रेष्ठ अभिनेता हिसाବରେ पुरस्कृत हेछि किसी चलचित्र भी अभिनय करबार सुযোଗ पाइछि मो फैमिली बोले मु तो कहदेली प्रथम मो बापा जन शिक्षक थिले मु तांकर गोटे बोली पुओ मोर जोड़िए पुओ भर बड़ पुओटी चार्टर्ड अकाउंटेंट्स पर मैनेजमेंट करी
ବର୍ତ୍ତମାନ ପୁନେରେ ସିଟକୋ ବୋଲି ଗୋଟେ ମଲ୍ଟିନାସନାଲ କମ୍ପାନୀ ଅଛି, ସେଠି ଏକ୍ଜିକ୍ୟୁଟିଭ ଭାଇସ୍ ପ୍ରେସିଡେଣ୍ଟ ଅଛି। ବହୁତ ଇଞ୍ଜିନିୟର କିନ୍ତୁ ଚାକିରି ନ କରିକି ପୁରା ଗୃହିଣୀ। ସାନ ପୁଅଟି ଯେ ମୋ ପାଖରେ ରହୁଛି, ସେ ପୁଅ ବୋହୂ ଦି ଜଣ ଯାକ ଆର୍କିଟେକ୍ଟ। ସେମାନେ ବହୁତ ଭଲ ଇନକମ୍ କରୁଛନ୍ତି ଏବଂ ଭଲରେ ଅଛନ୍ତି। ଦି ଭାଇଙ୍କ ଭିତରେ ସମ୍ପର୍କ ଭଲ। ତେଣୁ ମୋଟ ଉପରେ କହିଲେ ଗୋଟେ ଖୁସିରେ ମୁଁ ବର୍ତ୍ତମାନ ରିଟାୟାର୍ଡ ଜୀବନ କାଟୁଛି। ମୋର ଗୋଟିଏ ନାତୁଣୀ ଯିଏକି ଯାଇକି ବଡ ପୁଅ ପାଖରେ ପୁନେରେ, ଆଉ ତାର ବି ଗୋଟିଏ ପୁଅ, ଏ ସାନ ପୁଅର ବି ଗୋଟିଏ ପୁଅ। ଈଶ୍ୱରଙ୍କ କୃପା ହଉଛି ଆପଣ ଏମିତି ଦେଖନ୍ତୁ, ସେମାନଙ୍କର ଜନ୍ମ ବି 2008, 9, 10। ଜନ୍ମ ତାରିଖ 9, 10, 11। ଦିନ ହେଲା ବୁଧବାର, ଗୁରୁବାର, ଶୁକ୍ରବାର। ଏଇ ତ ସଂଯୋଗ। ମୋ ସଂଯୋଗରେ ଯୋଡି ଭାରି ଖୁସି ଯେ ମତେ ଯୋଉ ନାତୁଣୀ ମିଳିଛନ୍ତି ସେ ବି ଗୋଟେ ସଂଯୋଗ। 1 ବର୍ଷ ଅନ୍ତରାଳରେ କ୍ରମାନ୍ୱୟରେ ସେମାନେ ସବୁ ଜନ୍ମ ହେଇଗଲେ। ଏ ହେଲା ମୋର ଫ୍ୟାମିଲିର ପରିଚୟ। ଆଉ କିଛି କହିବାର ନାହିଁ। ଅନୁଭୂତି ବିଷୟରେ କିଛି କହିବାକୁ ଆପଣ ଚାହୁଁଛନ୍ତି? ଅନୁଭୂତି କଣ, ଗୋଟେ 75 ବର୍ଷର ପର୍ବତ, ଯେତେ ବର୍ଷା, ଯେତେ ଝଡ଼, ଯେତେ ଖରା, ଯେତେ ବଜ୍ରପାତ ସବୁ ତ ସହ୍ୟ କରିଛି। ମୁଁ ସବୁଗୁଡ଼ିକ ଗୋଟେ ଗୋଟେ ଅନୁଭୂତି। ଆପଣ ସାମାଜିକ କ୍ଷେତ୍ରରେ କୁହନ୍ତୁ, ପାରିବାରିକ କ୍ଷେତ୍ରରେ କୁହନ୍ତୁ, ସ୍ୱାସ୍ଥ୍ୟ କ୍ଷେତ୍ରରେ କୁହନ୍ତୁ, ସବୁଠି କିଛି ନା କିଛି ଅନୁଭୂତି ମୁଁ ନେଇଛି। ତା ଭିତରେ ଶ୍ରେଷ୍ଠ ଅନୁଭୂତି କିଏ ମୁଁ ଜାଣିପାରୁନି। ତଥାପି ମୁଁ ଗୋଟେ ଏଇ ଯୋଉ ଭାଇ ପୂର୍ବରୁ କହିଲେ ସେଇଭଳିଆ ଗୋଟେ ଅନୁଭୂତି ମୁଁ ଆପଣଙ୍କୁ କହିବାକୁ ଚାହୁଁଛି। ହଁ, ପ୍ରଥମରୁ ମୁଁ ଆପଣଙ୍କୁ କହୁଛି ଯେ ଈଶ୍ୱରଙ୍କ ଉପରେ ମୋର ବହୁତ ବିଶ୍ୱାସ ଥିଲା, ଏମିତି ନୁହଁ। ଅବିଶ୍ୱାସ ବି ନଥିଲା। ଜଷ୍ଟ ଗୋଟେ ଚାଲୁଛି। ବୋଉ ତ ଯାଉଛି ମନ୍ଦିରରେ ମୁଣ୍ଡିଆ ମାରୁଛି। ନନା ମୋର ବି ସେମିତି ମନ୍ଦିରକୁ, ବାପାଙ୍କୁ ମୁଁ ନାନା ଡାକୁ ବ୍ରାହ୍ମଣ ବୋଲି। ସେ ସେମିତି ମନ୍ଦିର ଫନ୍ଦିର ବିଷୟରେ ଯିବା ମୁଁ ଜାଣିନି। ସେ ଟିକେ ବକୁଳ ବନର ତାଙ୍କ ବ୍ୟାକଗ୍ରାଉଣ୍ଡ ଥିବାରୁ ସେ ଈଶ୍ୱରଙ୍କୁ ମାନନ୍ତି, କିନ୍ତୁ କହନ୍ତି ଯେ ଈଶ୍ୱର ତ ସର୍ବତ୍ର ବିଦ୍ୟମାନ। ଅବଶ୍ୟ ଏକଥା ସତ ଯେ ପବନ ସବୁଠୁ ହଉଥିଲେ ବି ପଙ୍ଖା ତଳେ ଟିକେ ଅଧିକା ପବନ ଆମେ ଅନୁଭବ କରୁ। ମନ୍ଦିରକୁ ଯିବା ଉଚିତ, କିନ୍ତୁ ସେଥିପାଇଁ ସମୟ ଥିଲେ ଯିବ। ସେ ଟିକେ ଭିନ୍ନ ସ୍ୱାଦର ଲୋକ ଥିଲେ, ତାଙ୍କ ପ୍ରଭାବ ଟିକେ ମୋ ଉପରେ ପଡିଥିଲା। ମୁଁ ପୁରୀରେ ପଢିଲା ବେଳେ ସବୁଦିନ ଜଗନ୍ନାଥ ମନ୍ଦିରକୁ ଜଷ୍ଟ ବଉଦିନ ଯାଉଥିଲି। ଆଚାର୍ଯ୍ୟ ହରିହରଙ୍କୁ ଦେଖା କରୁଥିଲି। ଇଏ ହଉଛି ମୋର ଗୋଟେ ମହାନ ଅନୁଭବ, କାରଣ ସେ ସେଠି ବ୍ରାହ୍ମଣ ସମିତି ମେସରେ ରହୁଥିଲେ। ମୋ ନନାଙ୍କ ନିର୍ଦ୍ଦେଶ, ତୁ ଆଉ କୋଉଠିକି ଯା ନ ଯା, ଆଚାର୍ଯ୍ୟ ମହାଶୟଙ୍କୁ ସବୁଦିନ ମୁଣ୍ଡିଆ ମାରିବୁ ସନ୍ଧ୍ୟାରେ। ମୋର ଅନୁରୋଧ ଥିଲା ତୁ ଜଗନ୍ନାଥଙ୍କୁ ନିଶ୍ଚୟ ଦର୍ଶନ ଯାଅ। ମୁଁ ବର୍ତ୍ତମାନ ମୋ ଯୋଉ ଅନୁଭୂତିଟି କହିବାକୁ ଭାବୁଛି, ମୋର ଟିକେ ବାଚାଳମୀ ହଉଛି ଯେ ସରକାରୀ ପଇସା, ମୋ ନିଜ ପଇସା, ବାପାଙ୍କ ପଇସାରେ ମୁଁ ସାରା ଭାରତ ବର୍ଷକୁ ବିଭିନ୍ନ ସମୟରେ ବୁଲିବାକୁ ଭାରି ଭଲ ପାଏ ଏବଂ ବୁଲେ। ଏ ଗୋଟେ ସରକାରୀ ଖର୍ଚ୍ଚର କଥା କହୁଛି। ଆମର ଟେକ୍ନିକାଲ ଟିଚର୍ସ ଟ୍ରେନିଂ ଇନଷ୍ଟିଚ୍ୟୁଟ ଚଣ୍ଡିଗଡ଼ରେ ଗୋଟେ ଅଛି। ସେଠି ଟେକ୍ନିକାଲ ଟିଚର୍ସ ମାନଙ୍କର ବିଭିନ୍ନ ସମୟରେ କନଫରେନ୍ସ ହୁଏ। ମୁଁ ସେଇଠି ଯାଇଥିଲି। ଏଇଟା ଗୋଟେ ବଡ ଲମ୍ବା ଥିଲା, ମାସିକିଆ କନଫରେନ୍ସ। ଏଇଟା ହ୍ୟୁମାନ ରିସୋର୍ସ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ଅଧୀନରେ ଥିବାରୁ ପ୍ରତ୍ୟେକ ଶନିବାର ଏବଂ ରବିବାର ଏ ଦି ଦିନ ଛୁଟି ରହେ। ମୁଁ ତ ଟିକେ ପୂର୍ବରୁ କହିଲି ଯେ ମୋର ପ୍ରକୃତି ହଉଛି ସବୁଆଡେ ବୁଲିବା। ଶନିବାର ରବିବାର କାହିଁକି ରହିବି? ମୁଁ ବି ବାହାରି ପଡେ ଶନିବାର ଦିନ ସକାଳୁ। ସାଙ୍ଗମାନଙ୍କୁ ଯଦି ଥାନ୍ତି ପଚାରିଦେଇ କୋଉଠି ଗଲେ ହବ, ଯୋଉଟାକି ରବିବାର ଦିନ ଫେରି ହବ। ସେମିତି ସ୍ୱର୍ଣ୍ଣ ମନ୍ଦିର, ପଦ୍ମ ମନ୍ଦିର, ସବୁ ଜାଗା ବୁଲୁଥାଏ। ଥରେ ଆମର ଜଣେ ଓଡିଆ ବନ୍ଧୁ ଦେଖା ହେଲେ, ସେ ଡିଫେନ୍ସରେ ଅଛନ୍ତି। ସେ ମତେ କହିଲେ ଆପଣ ଲୁଧିଆନା ଆସନ୍ତୁ, ଲୁଧିଆନାରେ ମୁଁ ଆପଣଙ୍କୁ ପାକିସ୍ତାନ ବର୍ଡର ଦେଖେଇବି। ସେ ଅନୁସାରେ ସେ ରବିବାର ଦିନକୁ ସମୟ ଦେଲେ। ମୁଁ ଶନିବାରଟା ଖାଲି ବସିଲି, ରବିବାର ଦିନ ଗଲି। ସେଟା ହଉଛି 89-90 ମସିହା ସମୟ, ଯେତେବେଳେ କି ପଞ୍ଜାବରେ ଚରମ ସୀମାରେ ଅଛି ଖଲିସ୍ତାନ ମାନଙ୍କର ବ୍ୟବସ୍ଥା। ତେବେ ଯାହା ହଉ ବସଟା ଧରିକି ପହଞ୍ଚିଲି। ଚଣ୍ଡିଗଡ଼ରୁ ମାତ୍ର 120-130 କିଲୋମିଟର ହବ। ପହଞ୍ଚିଗଲି। ପହଞ୍ଚିବା ପରେ ସେଠୁ ଆଉ ତାଙ୍କୁ ଜାଣିପାରିଲିନି। ସେତେବେଳେ ତ ନା ମୋବାଇଲ ଥିଲା ନା କିଛି କଣ୍ଟାକ୍ଟ କରିହବ। ଏ ସମୟରେ ଡିଫେନ୍ସ ଲୋକଙ୍କୁ ପଚାରିବ ନା ଶ୍ୟାମ ପ୍ରସାଦ କଣ ମନେ ପଡୁନି, ଓଡିଆ ଲୋକ। ସେ ସାଙ୍ଗେ ସାଙ୍ଗେ ଗାଡି ପଠେଇଲେ, ମତେ ନେଇଗଲେ ତାଙ୍କ ଷ୍ଟେସନକୁ।
ଏଠୁ ମୁଁ କହିଲି ମୁଁ ଏଠି କଣ ମୁଁ ପୁରା ଟିକେ ବର୍ଡର ତ ଦୂରରେ ରହିଲାନି, ବଡ ବିପଦ ସଂକୁଳ, ଆପଣଙ୍କୁ ଠିକ ଅଛି ଆପଣ ଟିକେ ବସନ୍ତୁ, ମୁଁ ନେଇକିରି ଅନୁମତି ଯାଉଛି। ଯାହା ହଉ ବର୍ଡର ଫର୍ଡର ବୁଲିକିରି ଆସିଲା ବେଳକୁ ସେଠି ଖାଇବା ପିଇବା ବ୍ୟବସ୍ଥା ବି କଲେ। ସନ୍ଧ୍ୟା ହେଇଗଲା, ମୁଁ ଫେରିବି କାରଣ ସେଦିନ ରବିବାର, ସୋମବାର ଦିନ ଅଛି କନଫରେନ୍ସ ଆଟେଣ୍ଡ କରିବାକୁ ପଡିବ କମ୍ପଲସରି। ଉପାୟ ନ ହେଇକି ସେ ମତେ ଛାଡ଼ିଦେଲେ ବସ୍ ଷ୍ଟପ୍। ବସ୍ ଷ୍ଟପରେ ଦେଖିଲା ବେଳକୁ ଗୋଟେ ବସ୍ ଲେଖା ହେଇଛି ଚଣ୍ଡିଗଡ଼। ମୁଁ କହିଲି, ଲୋକ କହିଲେ ଯେ ଏଇଟା ହଉଛି ଲାଷ୍ଟ ବସ୍, ୟା ପରେ ଆଉ ବସ୍ ଏଠୁ ନାହିଁ। ମୁଁ ଗୋଟେ ସାଙ୍ଗେ ସାଙ୍ଗେ ଚଢିଗଲି, କିଛି ତ ହାତରେ ନାହିଁ, ଛୋଟିଆ ବ୍ୟାଗଟେ ଚଢିଗଲି। ଚଢିଗଲି ଯେମିତି ଲୋକ ବସୁଛନ୍ତି, ଆମର ତ ଏଠି ସମସ୍ତେ ଠିଆ ହୁଅନ୍ତି, ମୁଁ ଯାଇ ଠିଆ ହେଇଗଲି। ସେ ବସ୍ ଭିତରେ ଯେ ଆଜ୍ଞା କ୍ଲିନର କି କଣ୍ଡକ୍ଟର ମୁଁ କହିପାରିବିନି ସେ ଥିଲେ, ସେ ସିଧା କହିଲେ ଷ୍ଟାଣ୍ଡିଂ ନଟ୍ ଆଲାଉଡ୍ କହିକି ବାଁ ହାତଟା କେମିତି ବୁଲେଇ ଦେଲେ। ଆପଣ ଭାବୁଛନ୍ତି ପଞ୍ଜାବୀ, ଶିଖ, ଛୋଟେ ମୁଣ୍ଡରେ ପଗଡି ନାହିଁ, ଗୋଟେ ବାଳ ବାନ୍ଧିକି ତା ଦେହରେ କନା ବାନ୍ଧିଛନ୍ତି, ପଞ୍ଜାବୀ ଟ୍ରାଉଜର ପିନ୍ଧୁଛନ୍ତି, ହାତ ବୁଲେଇ ଦେଲେ ତା ଭିତରେ ଏତେ ବଳ ଥିଲା। ମୁଁ ସତ କଥା କହୁଛି ଆପଣଙ୍କୁ, ବସ୍ ତଳକୁ ଆସିକରି ଆଣ୍ଠେଇ ପଡିଲା, ବହୁତ କଷ୍ଟ ହେଲା, ମନେ ମନେ ଭାରି ବିରକ୍ତ ହେଲି। ବସ୍ ପଳେଇଲା। ମୁଁ ଗୋଟେ ପାଖ ଲୋକଙ୍କୁ ପଚାରିଲି, ଭାଇ କଣ କରିବା ରାତିରେ ଏଠି ରହିବା ପାଇଁ? ଆଜ୍ଞା ରହନ୍ତୁ, ଏଠି ଲଜ୍ ଅଛି ଯେ ଏଗୁଡା ସବୁ ବଡ ବିପଜ୍ଜନକ, ରାତିରେ ଆପଣ ଏଠି ରହିପାରିବେନି, ରହିବେ ଯଦି ଟାଉନ ଭିତରକୁ ଯିବ। ସେ ରାତି ହେଇଗଲାଣି ମାନେ ଭୟଙ୍କର ହେଇଗଲା। ମୁଁ ଏଇ ସମୟରେ ଦେଖିଲି ପ୍ରାୟ ଏଇଟା 7ଟା କଥା ହବ, ଠିକ 8ଟା ବେଳକୁ ଆଉ ଗୋଟେ ବସ୍ ଆସି ପହଞ୍ଚିଗଲା। ପଞ୍ଜାବୀରେ କିଛି ଲେଖା ହେଇଛି, ଇଂରେଜୀରେ କେବଳ ଲେଖା ହେଇଛି ଚଣ୍ଡିଗଡ଼। ମୁଁ କାହାକୁ ନ ପଚାରି ରାତିରେ ପଶିଲି। ଆଉ ପଶିଲା ବେଳକୁ ତା ଭିତରେ ଗୋଟେ ସିଟରେ 2 ଜଣ ତ ବସିବେ, ଜଣେ ବସିଛନ୍ତି ଆଉ ଗୋଟେ ଜାଗା ଖାଲି ଅଛି। ମୁଁ ଯାଇକି ସେଠି ବସି ପଡିଲି। କେହି କଣ୍ଡକ୍ଟର ନାହିଁ, କେହି ମତେ ପଚାରୁନାହାନ୍ତି ଯେ ଆପଣ କୋଉଠିକି ଯିବେ, କଣ କରିବେ, କାହାର କିଛି ପ୍ରଶ୍ନ ନାହିଁ। ବସ୍ ଚାଲିଲା, ଗୋଟେ ଆରାମରେ ବସିଲି, ଠିକ ଅଛି ମାଗିଲେ ତ ପଇସା ଦେବି, ମୁଁ ତ ବସିଛି, ମତେ କେହି ଓହ୍ଲେଇବାକୁ କହୁନି ନା। ଯାଉଛି, ହଠାତ୍ ଗୋଟେ ଜାଗାରେ ସେତେବେଳେ କଣ ହେଇଥାଏ, ତ ରାସ୍ତା ଉପରେ ପାଚେରୀ ଗୋଟେ ହେଇଥିବ, ସାଇଡରେ ପୋଲିସ ମାନେ ଡିଫେନ୍ସ ଲୋକ ବନ୍ଧୁକ ଧରି ବସିଥିବେ, ବସ୍ ତଳ ପଟେ ଆଉ ପ୍ରତ୍ୟେକ ବସ୍ ପଛରେ ଗୋଟେ ଗୋଟେ ପୋଲିସ ବସ୍। ହଠାତ୍ ଗୋଟେ ପାଚେରୀ ପାଖରେ ବସ୍ ଟା ରହିଗଲା। କଣ ନା ଗୋଟେ ବସ୍ ଉପରେ ସନ୍ତାସବାଦୀ ମାନେ ଗୁଳି କରିଦେଇଛନ୍ତି। ସମସ୍ତେ ଓହ୍ଲେଇକିରି ବଡ ଶ୍ରଦ୍ଧାରେ ଗଲେ। ମୁଁ ଓଡିଆ ପିଲା, ଦେହ ହାତ ଥରିଲେ ବି କଣ କରିବି, ସମସ୍ତେ ବସ୍ ରେ ଗଲେ, ଏକୁଟିଆ ବି ବସି ପାରିବିନି। ମୁଁ ବି ଓହ୍ଲେଇକିରି ଗଲି। ଓହ୍ଲେଇକିରି ଦେଖିଲା ବେଳକୁ ଆଜି ବି ମନେ ପଡୁଛି ଯେ ଭଗବାନ କଥା, ସେଇ ଯୋଉ ଲୋକଟି ମତେ ଠେଲା ମାରିଥିଲା, ତାର ଗୋଡ ଉପରକୁ ମୁଣ୍ଡ ମାଟି ଦେହରେ ଲାଗିଛି, ଗୋଡ ବସ୍ ଉପରକୁ ଅଛି, ପାଟିରୁ ରକ୍ତ ବାହାରି ଯାଇଛି, ତାରି ଭିତରେ ଗୁଳି ପଶିଛି। ମୁଁ ତାକୁ ଥରିଗଲି, ନମସ୍କାର ଟିକେ କରି କହିଲି, ଭାଇ ମୁଁ ତୋ ଉପରେ ବିରକ୍ତ ହଉଥିଲି ସିନା, ତୁ ମୋ ଜୀବନ ରଖିଥିଲୁ। ମୁଁ ଯଦି ଠିଆ ହେଇଥାନ୍ତି, ତୋ ପାଖରେ ଠିଆ ହେଇଥାନ୍ତି, ମୁଁ ଗୁଳିରେ ମରିଥାନ୍ତି। ମୁଁ ମରିନି, ତୁ ମୋ ପାଇଁ ପ୍ରାଣ। ଏମିତି ଭାବିକିରି ଆକ୍ଚୁଆଲି ମୋର ଗୋଡଠୁ ମୁଣ୍ଡ ପର୍ଯ୍ୟନ୍ତ ଦେହରୁ ଝାଳ ବୋହି ଯାଉଛି, ବଡ ଭୟଙ୍କର ଅବସ୍ଥାରେ ଠିଆ ହେଇଯାଉ। ତାପରେ ଅନ୍ୟମାନେ ଆସିକି ବସରେ ବସିଲେ, ବସ୍ ଛାଡିବା ପାଇଁକା ମୋ ପିଠିରେ ହଠାତ୍ ଜଣେ ଲୋକଙ୍କ ହାତ ମୁଁ ଅନୁଭବ କଲି। କଣ ନା ଯିବେନି କି? ପଚାରିଲେ, କହିଲେ ଆପଣ କୋଉଠିକାର ଲୋକ? ଓଡିଶାର ଲୋକ। ଆଉ ଓଡିଶାର, ସେଥିପାଇଁ ଆପଣ ଏତେ ନର୍ଭସ? ମୁଁ ଓଡିଶା ଦେଖିଥିଲି, ଭୁବନେଶ୍ୱର ଯାଇଛି, ଭଲ କଥା। ନା ନାଇଁ, ମୋ ଶ୍ୱଶୁର ଘର ବି ଓଡିଶା। ଆଉ ଇଣ୍ଟରେଷ୍ଟିଂ ହଉଛି, ମୋ ଚାଚା ଯେ ସେ ଆଇଏଏସ୍, ସେ ଭୁବନେଶ୍ୱରରେ ଅଛନ୍ତି। ମୋର ଟିକେ ସାହସ ହେଇଗଲା, ଯାହା ଓଡିଶାରେ। କିନ୍ତୁ କହିଲେ ଆପଣ ଡରନ୍ତୁନି, ଏ ବସ୍ ଟା ପ୍ରାଇଭେଟ ବସ୍, ଏଇଟା ହଉଛି ସବୁ ଇଣ୍ଡଷ୍ଟ୍ରିଆଲ। ମାନେ ଆଗରୁ ଆମେ କାରରେ ଯିବା ଆସିବା କରୁଥିଲୁ, ଏ ସନ୍ତ୍ରାସବାଦ ଭୟରେ ଆମେ ଗୋଟେ ବସ୍ ଟେ କିଣି, ଏସି ବସ୍ ଟା, ତା ଦେହରେ ସବୁବେଳେ ଚାଲି ଯାଉ। ବିଜନେସ୍ ସରିଲେ ସେତେ ସନ୍ତ୍ରାସବାଦୀ ମାନେ ଆମଠୁ ଟଙ୍କା ନିଅନ୍ତି, ତେଣୁ ଆମ ବସ୍ କୁ କୌଣସି ଭୟ ନାହିଁ। ଆମର ଯୋଉ ବ୍ୟାଗ୍ ଟି ଦେଖୁଛନ୍ତି, ଟଙ୍କା ତ ଅଛି, କହିଲେ କାଟ ଖୋଲିଦେଲା, ଏତେ ପିସ୍ତଲ ଟେ ଲେଖି ଅଛି। ଆମେ ସମସ୍ତେ ବି ପିସ୍ତଲ ଧରିକି ଯାଉଛୁ, ଆପଣ ଡରନ୍ତୁନି, କିଛି ହବନି। ତାପରେ କୋଉଠିକି ଆପଣ ଯିବେ ଭାଇ, ମାନେ ଟେକ୍ନିକାଲ ଟିଚର ସେକ୍ଟର 17, ମୁଁ ଆପଣଙ୍କୁ ଛାଡ଼ିଦେବି। ବହୁତ କଥାବାର୍ତ୍ତା କରି ସେ ମତେ ଜଷ୍ଟ ମୋ ମନରେ ଯୋଉ ଭୟ ଥିଲା ତାକୁ ଛଡେଇବାକୁ, ଗୋଟେ ଜାଗା ଯାଇ ବସ୍ ରହିଗଲା, କହିଲେ ଓହ୍ଲାନ୍ତୁ, ଚଣ୍ଡିଗଡ଼ ଭିତରେ ଅଛି।
ମୁଁ ଆଶ୍ଚର୍ଯ୍ୟ ଓହ୍ଲେଇ ପଡ଼ିଲା ବେଳକୁ ଦିଟା ବନ୍ଧୁକ ଧରିକି ଦିଟା ଲୋକ ସାଙ୍ଗେ ସାଙ୍ଗେ ପଳେଇ ଆସିଲେ। ବୁଝିଲା ଇଏ କଣ ମତେ ଅପହରଣ କଲା। ଦେଖିବାକୁ ଆଗରେ ଗୋଟେ କାର ଅଛି, କହିଲା ବସନ୍ତୁ। ମୁଁ ଆପଣଙ୍କୁ ବିଶ୍ୱାସ କରନ୍ତୁ, ଗୋଟେ କାଠ ପୁତୁଳା ଭଳିଆ ତା ଭିତରେ ବସିଲି। ପଛରେ ଆମେ ଦି ଜଣ ବସିଲୁ, ଆଗରେ ଡ୍ରାଇଭର, ତା ପାଖରେ ବନ୍ଧୁକଧାରୀ ଲୋକ। ଚାଲିଲେ, ଚାଲିବା ପରେ କିଛି ବାଟ ପରେ ମୋର ଯୋଉ 17 ସେକ୍ଟରକୁ ରାସ୍ତା, ତାକୁ ଡେଇଁକି ପଳେଇଲା। ପଛରେ ରହିଲା ନା, ମୁଁ ଜାଣିଛି। ଏ ଉତ୍ତରଟା ବି ମତେ ଭୟଙ୍କର ଲାଗିଲା। କିଛି ବାଟ ଯିବା ପରେ ସେ ଗୋଟେ ବ୍ୟାଙ୍କ ବ୍ରାଞ୍ଚରେ ରହିଲେ। ସେ ପର୍ଯ୍ୟନ୍ତ କିଛି ଆଉ କଥା କହୁନଥାନ୍ତି, ଓହ୍ଲେଇକିରି ଗଲେ, ବ୍ୟାଗ ଧରିକି ମତେ କହିଲେ ଆସନ୍ତୁ ସାର୍। ମୁଁ ଗଲି, ସେ ବ୍ୟାଗ ଟିକେ ବଢେଇଲେ, ଟୋକନ ଟି ଆଣିଲେ, ଆସିଲେ, କହିଲେ ଚାଲନ୍ତୁ ବର୍ତ୍ତମାନ ସେକ୍ଟର 70 ଛାଡ଼ିବି। ମୁଁ କହିଲି ଆଜ୍ଞା ଏଠି କଣ ନା, ଆଜ୍ଞା ଏଠି କଣ ଟଙ୍କା ପଇସା ଗଣିକିରି ଆମେ ବିଶ୍ୱାସରେ ବ୍ୟବସାୟ କରିପାରିବୁ। ଯେତିକି ଟଙ୍କା ହେଲା ବଢେଇଦେବୁ, ସେ ଟୋକନଟା ଦେଇଦେଲେ। ଆମର କାଉଣ୍ଟ ଆମେ କରିଛୁ, ସେ କାଉଣ୍ଟ କରି ଆକାଉଣ୍ଟରେ ଚଢେଇଦେବେ। ଏଇ ପ୍ରକାର ବିଶ୍ୱାସରେ ବ୍ୟାଙ୍କ ସହିତ ଆମେ ଚାଲେ। ତେବେ ଆପଣ ନର୍ଭସ ଲୋକ, ଆପଣଙ୍କୁ ମୁଁ ମୋ ଫୋନ ନମ୍ବରଟା ଦେଲେ, କହିଲେ ଏଇ ଫୋନ ନମ୍ବରଟା ଟିକ୍ ମାରିଦେଲେ ମୁଁ ତ ପାଇବେନି ମତେ, ମୋ ସ୍ତ୍ରୀକି ଆପଣ ଫୋନ କଲେ ଯଦି ଅସୁବିଧା କିଛି ହୁଏ ତ ଓଡିଆ ବୁଝିବେ, କାରଣ ଓଡିଶାରେ ଝିଅ। ପ୍ରକୃତରେ ଆଉ ମୁଁ ରହିଛି, ତାଙ୍କୁ ଇଚ୍ଛା କରିବି ଆଉ ଫୋନ କରିପାରିନି, କାରଣ ତ ମୋବାଇଲ ସୁବିଧା ନଥିଲା, ଦେଖା ବି ପାଇନି। କିନ୍ତୁ ସେତିକି ବେଳେ ଆଉ ଅନେକ ଅବଶ୍ୟ ଘଟଣା ଅଛି। ସେଇ ଘଟଣା ବେଳେ ମୋ ମନରେ ଖାଲି ସେ ନୀଳଚକ୍ର କଥା, ଜଗନ୍ନାଥଙ୍କ କଥା, ସେ ଆକ୍ସିଡେଣ୍ଟ ଦେଖିବା ମନେ ପଡିଲା। ମୁଁ କହିଲି, ପ୍ରଭୁ ମତେ ବଞ୍ଚେଇବୁ ବୋଲି ଆଉ ଜଣକୁ ମାରିଦେଲୁ, ମୁଁ ତତେ ବିଶ୍ୱାସ କରିବି। ଟିକେ ଆସ୍ତିକତା ପ୍ରତି ଆସିଲା। ସହଜ ମୋ ପାଠ, ମୁଁ ସାଇକୋଲୋଜି ଯୋଉଟା କି ଏସବୁରେ ବିଶ୍ୱାସ ରଖେନି। କିନ୍ତୁ ତାପରେ କ୍ରମଶଃ ଟିକେ ବର୍ତ୍ତମାନ ଆଧ୍ୟାତ୍ମିକବାଦୀ ଓ ଅଦ୍ୱୈତବାଦରେ ବିଶ୍ୱାସ କରୁଥିବା ଲୋକ। ଏଇତ ହଉଛି ଗୋଟିଏ ଅନୁଭୂତି। ଆଉ ଅନେକ ବି ଅଛି ଆଧ୍ୟାତ୍ମିକ ଅନୁଭୂତି, ଯୋଉଥିରେ ମୁଁ ଈଶ୍ୱର ବିଶ୍ୱାସୀ ହେଲି। ଏବେ ମତେ ଯଦି ସମୟ ତ ନଥିବ ବୋଧେ, ତେଣୁ ଏତିକି କହିଲି। ଆପଣ ମାନଙ୍କୁ ଏଇ ଅନୁରୋଧ ଆପଣ ସମୟ ଦେଇପାରିବେ। ସରିଯାଇଛି ସାର୍। ହଁ ତାହେଲେ ଛାଡ଼ିଦେଲି। ଧନ୍ୟବାଦ ଆପଣ ମାନଙ୍କୁ ବହୁତ ମତେ ସୁଯୋଗ ଦେଇଥିବାରୁ। ଆପଣଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ। ପ୍ରକୃତରେ ଆପଣଙ୍କର ଯୋଉ ସ୍ମୃତିଟି ନିଶ୍ଚିତ ଭାବରେ ଅଭୁଲା ସ୍ମୃତି, ଆଉ ଅତି ଥ୍ରିଲିଂ ଆପଣଙ୍କର ଏକ୍ସପେରିଏନ୍ସ। ସେ ଯାହା ହଉ, ବର୍ତ୍ତମାନ ଆମେ ଆମର ଅନ୍ୟ ଅତିଥିଙ୍କ ପାଖକୁ ଯିବା। ବର୍ତ୍ତମାନ ଆମର ଅତିଥି ହେଲେ ଶ୍ରୀମାନ ଶୁଭେନ୍ଦ୍ର ଚନ୍ଦ୍ର ମିଶ୍ର। ଶୁଭେନ୍ଦ୍ର ଭାଇ ଶେଖର ଶ୍ରୀମାନ, ମିଶ୍ର, ଆପଣ ବାରମ୍ବାର ଭେଣ୍ଟୁଛନ୍ତି। ଆଜ୍ଞା ଆଜ୍ଞା, ଶୁଭେନ୍ଦୁ ଶୁଭେନ୍ଦ୍ର ଶେଖର ଶେଖର ମିଶ୍ର, ମିଶ୍ର। ସରି ଭାଇ। ଶୁଭେନ୍ଦ୍ର ଶେଖର ମିଶ୍ର ଭାଇଙ୍କୁ ମୁଁ କ୍ଷମା ମାଗୁଛି ମୋର ଦୁଇଥର ଭୁଲ ପାଇଁ। ଭାଇ ଆସନ୍ତୁ। ବିଭୂତି ଭାଇ ତାଙ୍କର ସେ ନୂଆପଡାରେ ରହନ୍ତି, ଖଡିଆଳ ଯାଇଥିଲେ। ସେ ଖଡିଆରୁ ଆସି ସାଙ୍ଗେ ସାଙ୍ଗେ ପହଞ୍ଚିକିରି ଟେକ୍ ଓଭର ପା- କରିବେ। ମାଇଣ୍ଡ ଟା ଟିକେ ଡିଷ୍ଟର୍ବ ଅଛି। 5 ମିନିଟ ବଢିଆ ହେଲା କରିଛନ୍ତି। ପହଞ୍ଚିଲି, ଆଉ ଆରମ୍ଭ ହେଲା। ତେଣୁ ହଉ ଠିକ ମାନେ ଠିକ ଅଛି। ହଉ ତ ଆସନ୍ତୁ ଏବଂ ଆପଣଙ୍କର ଅନୁଭୂତି ବାଣ୍ଟନ୍ତୁ ଆମ ସାଙ୍ଗରେ। ଭାଇ ସରି ମୁଁ ଆସନ୍ତୁ। ଅନମ୍ୟୁଟ୍ ସରି ମୁଁ ଅନମ୍ୟୁଟ୍ କରିଦେଇଥିଲି, ଏବେ ଅନମ୍ୟୁଟ୍ କଲି। ସଂଯୋଗର ସମସ୍ତ ବଡ଼ ଭାଇ ଭଉଣୀ ମାନଙ୍କୁ ମୋର ନମସ୍କାର। ଏ ପରିବାର ସହିତ ମୁଁ ଆକ୍ସିଡେଣ୍ଟାଲି ଯୋଗ ଦେଇଥିଲି ଗତ ମାସରେ। ପରିବାରର ଜଣେ ବରିଷ୍ଠ ସଦସ୍ୟ ଶ୍ରୀମାନ ଶରତ ପରିଡ଼ା, ଯିଏକି ମୁଁ ଆମର ପାରିବାରିକ ବନ୍ଧୁ, ତାଙ୍କର ଗୋଟେ ଟକ୍ ଥିଲା ଆଉ ସେ ମୋତେ ଇନଭିଟେସନ ଲିଙ୍କ ପଠେଇଥିଲେ। ତ ସେଇ ଥ୍ରୁରେ ମୁଁ ଜଏନ୍ କଲି। ତାପରେ ମୋତେ ସୁତାର ସାରଙ୍କ ସହିତ ଦେଖା ହେଲା। ସିଏ ମୋତେ 31 ମାର୍ଚ୍ଚ ପରେ ଏଥିରେ ମେମ୍ବର ହିସାବରେ ନେଲେ, ସେଥିପାଇଁ ମୁଁ କୃତଜ୍ଞ। ମୋ ନାଁ ଶୁଭେନ୍ଦ୍ର ମିଶ୍ର। ମୁଁ ଜନ୍ମ ହେଇଥିଲି ଭୁବନେଶ୍ୱର ପାଖରେ ଗୋଟେ ଗାଁ, ପ୍ରାୟତଃ ସମସ୍ତେ ଜାଣିଥିବେ ଝିଣ୍ଟି ଶାସନ ବୋଲି ଜାଣିଥିବେ, ଯୋଉଟା କି ସୁରେନ୍ଦ୍ର ମିଶ୍ର ବାବାଙ୍କ ପାଇଁ ଖ୍ୟାତି ଲାଭ କରିଥିଲା। ସେଠି ମୋର ଜନ୍ମ ହେଇଥିଲା। ଆଉ
ପଢ଼ାପଢ଼ି ସବୁ ଭୁବନେଶ୍ୱରରେ ୟୁନିଟ୍ 4ରେ ଆମେ ରହୁଥିଲୁ ଏଜି କଲୋନୀରେ। ନନା ଯେହେତୁ ଏଜି ଅଫିସରେ ଚାକିରି କରୁଥିଲେ। ପ୍ରାରମ୍ଭିକ ଶିକ୍ଷା ଭୁବନେଶ୍ୱରର ୟୁନିଟ୍ 4 ୟୁପି ସ୍କୁଲରେ, ତାପରେ ଡିଏମ୍ ସ୍କୁଲ ଡେମୋନ୍ଷ୍ଟ୍ରେସନ ମଲ୍ଟିପର୍ପୋଜ ସ୍କୁଲ ୟୁନିଟ୍ 9ରେ। ତାପରେ ସେଠୁ ମୁଁ ଗଲି ବେସିକ୍ ସାଇନ୍ସରୁ NIT ରାଉରକେଲାରୁ ପାସ୍ କରି, ତାପରେ କାର୍ଯ୍ୟକ୍ଷେତ୍ରରେ ଯେତେବେଳେ ଜଏନ୍ କଲି, ମୁଁ ମଦର ଡାଏରୀ ଦିଲ୍ଲୀରେ ଜଏନ୍ କରିଥିଲି ଅଳ୍ପ ସମୟ ପାଇଁ, ସେଇଟା 3 ମାସ ଖଣ୍ଡେ ଥିଲା। ତାପରେ ଆସି ନାଲକୋରେ ଜଏନ୍ କଲି 1988 ଜାନୁଆରୀରେ। ସେବେଠୁ ନାଲକୋରେ ଜଏନ୍ କରି ଏବେ ମାର୍ଚ୍ଚ ମାସରେ ମୁଁ ରିଟାୟାରମେଣ୍ଟ ନେଇ ପୁଣି ଭୁବନେଶ୍ୱରରେ ଆମର ଯେଉଁ ପ୍ୟାରେଣ୍ଟାଲ ପ୍ରପର୍ଟି ଅଛି ଓଲ୍ଡ ଟାଉନର ଲିଙ୍ଗରାଜ ନଗର ବା ମୂଳାପଡ଼ିଆ ଭାବରେ ଯାହା ଖ୍ୟାତ ଅନ୍ୟମାନେ ଜାଣିଛନ୍ତି, ସେଇଠି ମୁଁ ଲେନ୍ 2ରେ ରହୁଛି। ମୋର ହବିଜ କହିଲେ ମୋତେ ବୁଲିବା ପାଇଁ ଭଲ ଲାଗେ। ମୋର ଫେସବୁକରେ ଯଦି ଆକାଉଣ୍ଟରେ ଦେଖିବେ, ପ୍ରାୟ ବୁଲିବା ଫଟୋ, ସେ ଯେଉଁ ଜାଗାକୁ ଯାଇଥିବୁ ସେଇ ଜାଗାର ମହତ୍ଵ, ସେଇ ଜାଗାର ବିଶେଷତ୍ୱ, ଏଇସବୁ ବିଷୟରେ ମୁଁ ଲେଖାଲେଖି କରେ, ଆଉ ଯାହାକି ଅନ୍ୟମାନଙ୍କୁ ପ୍ରେରଣା ଦେବ ବୁଲିବା ପାଇଁ। ଆଉ ଗୋଟେ ହବି ହେଉଛି ମୋର ଟିଚିଂ ବା ଅନ୍ୟମାନଙ୍କୁ ଟ୍ରେନିଂ ଦେବା, ମୁଁ ଯାହା ଜାଣିଛି ସେଇ ନଲେଜ ସେୟାର କରିବା, ସୋ ଦ୍ୟାଟ୍ ଜ୍ଞାନର ବିକଶିତ। ଆଉ ଥାର୍ଡ ହବି କହିଲେ କୁକିଂ। ମୋତେ ରୋଷେଇ କରିବାକୁ ଭଲ ଲାଗେ, ଆଉ ନିଜେ ଭଲ ଭଲ ଜିନିଷ ବନେଇକି ଖାଇବା ପାଇଁ ଆନନ୍ଦ ଦିଏ। ହୋଟେଲରେ ଖାଇବା ପାଇଁ ମୋତେ ଭଲ ଲାଗେନି, ତ ସେଇ ଜିନିଷ ମୁଁ ଘରେ ତିଆରି କରେ। ଆଉ ପରିବାରରେ ଛୋଟ ପରିବାର, ପୁଅଟେ ଝିଅଟେ, ଝିଅ ବଡ଼, ସିଏ ବିବାହ କରିସାରିଛି। ଢେଙ୍କାନାଳରେ ତାର ଶାଶୁଘର, ଢେଙ୍କାନାଳ ନୁହଁ, ଢେଙ୍କାନାଳ ପାଖରେ ଧଳପୁର ଗାଁ, ଯୋଉଟା କି ନନ୍ଦିନୀ ଶତପଥୀଙ୍କର ଶ୍ୱଶୁର ଘର, ସେଇ ଗାଁରେ ତାଙ୍କରି ପରିବାରରେ ଝିଅ ବାହା ହେଇଛି। ଆଉ ହନିୱେଲ କମ୍ପାନୀରେ ସେ ବାଙ୍ଗାଲୋରରେ ଫାଇନାନ୍ସ ଡିପାର୍ଟମେଣ୍ଟରେ ଚାକିରି କରୁଛି। ଆଉ ପୁଅ ବି 2 ବର୍ଷ ହେଲା ସିଲିକନରୁ ପାସ୍ କରିକି ସିଏ ବି ବାଙ୍ଗାଲୋରରେ ଗୋଟେ ସଫ୍ଟୱେର କମ୍ପାନୀରେ, ସେ ଗୋଟେ କମ୍ୟୁନିକେସନ କମ୍ପାନୀରେ ସିଏ ବି କାର୍ଯ୍ୟ କରୁଛି। ପୁଅର ବିବାହ ହେଇନି, ସିଏ ସେଠି ପିଜି ଆକୋମୋଡେସନରେ ରହୁଛି। ଆଉ ସ୍ତ୍ରୀ, ସିଏ ହାଉସୱାଇଫ, ସେ ହଉଛନ୍ତି ଆମର ଯୋଉ ଓଲଟପୁର ଅଛି, ଓଲଟପୁର ପାଖରେ ମୋର ଶ୍ୱଶୁର ଗାଁ, ସୁନ୍ଦର ଗାଁ। ଗ୍ରାଜୁଏସନ ପରେ ସିଏ ହାଉସୱାଇଫ, ଆଉ ମୋର ପରିବାରକୁ ସୁଖରେ ଚଳେଇବା ପାଇଁ ତାଙ୍କର ବହୁତ ହାତ ଅଛି। ବର୍ତ୍ତମାନ ମୁଁ ଆସିବି ମୋର ଅନୁଭୂତି ଆଡ଼କୁ। ଅନୁଭୂତି ତ ବହୁତ ଅଛି, କାରଣ ଦୀର୍ଘ 60 ବର୍ଷ ଭିତରେ ବହୁତ କିଛି ଅନୁଭୂତି ନିଜକୁ ସୁଖ ଦେଇଛି, କିଛି ଦୁଃଖ ଦେଇଛି, କିଛି ଆଗକୁ ଯିବାରେ ପ୍ରେରଣା ଦେଇଛି। ଯୋଉ ଦିଓଟି ଅନୁଭୂତି ମୋତେ ବର୍ତ୍ତମାନର ହବିଜକୁ ପରସ୍ୟୁ କରିବାରେ ସାହାଯ୍ୟ କରୁଛି, ସେଇ 2ଟି ବିଷୟରେ ମୁଁ କହିବି। 2002 ମସିହାରେ ମୁଁ XIMBରୁ ଏକ୍ଜିକ୍ୟୁଟିଭ MBA କରୁଥାଏ। ସେତେବେଳେ ଆମର ଯୋଉ ପର୍ସନାଲିଟି ଡେଭଲପମେଣ୍ଟର ଯୋଉ ଟିଚର ଥିଲେ ପ୍ରଫେସର ଫ୍ରାନ୍ସିସ୍ ଜାଭିୟର, ତାଙ୍କ ଅଫିସରେ ମୁଁ ବସିଥିଲି। ସିଏ ଆମକୁ ଆସାଇନମେଣ୍ଟ ଦେଇଥିଲେ, ଆଉ ଆସାଇନମେଣ୍ଟର ବିଷୟବସ୍ତୁ ଥିଲା ମୁଁ କିପରି ମୋର ବର୍ତ୍ତମାନର ବ୍ୟକ୍ତିତ୍ୱ ବିକଶିତ କରିଛି ସେ ବିଷୟରେ ଲେଖିବ, ଏବଂ ମୁଁ କ'ଣ ଲେଖିବାକୁ ଚାହୁଁଛି ତାହା ମୁଁ ବି ମଧ୍ୟ ସଠିକ ଭାବରେ ଜାଣିଥିଲି ଆଉ ତାର ରୂପ ଦେବାକୁ ଚେଷ୍ଟା କରୁଥିଲି। ମୋ ମନ ମୋର ପିଲାଦିନକୁ ଫେରିଗଲା। ମୁସଲମାନ ଓ ଖ୍ରୀଷ୍ଟିଆନ ପରିବାର ସହିତ ଏକ ପଡ଼ାରେ ବଢ଼ିବା, ଯେଉଁମାନେ ମୋ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପରବର୍ତ୍ତୀ ଜୀବନରେ ହେଇଗଲେ। ମୋର ମନେ ଅଛି ମୋର ମୁସଲମାନ ବନ୍ଧୁ ନମାନ ଆଉ ବଡ଼ ବାବୁ
सहित असंख्य अपराह्न खेलिबा एवं तांको परिवार परंपरा रीतिनीति विषय जानिबा। तांको माँ मते प्रायतः रात्रि भोजन पर डाकती और रोषेई घर आसुथिबा सुगंधरे मु मुग्ध हुए। से मध्य तांकोठु मध्य मु किछि पारंपरिक खाद्य प्रस्तुत करबा शिखिथिली। सेही बळी मोर ख्रिस्टियन बंधु सुबोध मधु मते प्रायतः तांको परिवार सहित चर्च सेवा को जीवाकू डाकुथिले। मु बेंच रे बसी उपदेश और स्तोत्र शुणुथिली एवं शांति एवं स्वच्छता अनुभव करुथिली। तांको परिवार मध्य समावेश आयोजन करुथिले और मु सेथिरे जोग देई से संगीत और हसर मजा नौथिली। जेतेबेले मु क्रमश बड़ हेली मु आम पड़ार विविधता प्रशंसा करिबारे लागिली। मु देखिली मोर मुसलमान ख्रिस्टियन बंधु माने किपरि एते भक्ति और आग्रह सहित जीवन यापन करुछंती। मु सेमानक छुट्टी दिन परंपरा एवं मूल्यबोध विषय जानिली। मु अनुभव कली आमर परस्पर भिन्नता सत्वे मध्य आमे एक साधारण मानविकता रे बांटी हेइछु। मोर बंधु एवं मु प्रायतः आमर विश्वास अभ्यास विषय आलोचना करुथुलु और समानता देखि मु आश्चर्य होउथिली। आमे समस्ते दया करुणा अन्य मान प्रति सम्मानर महत्व रे विश्वास करुथुलु। आम परिवार एई बंधुत्व और संप्रदाय को मध्य मूल्यबोध देउथिलु। मोर अनुभूति उपरे मु चिंता कला बेले अनुभव कली जे मोर बंधु माने को सहित मोर वार्तालाप मोर व्यक्तित्व को गभीर भाव में आकृति देइछि। मु अन्य धर्म संस्कृति विषय रे गभीर भाव में बुझी पारथिली और मु विविधतार सौंदर्य को प्रशंसा करने को शिखिथिली। मोर बंधु माने मोर सहभागितार मूल्य शिखैथिले। मते देखाइथिले जे भिन्न भिन्न पृष्ठभूमि लोक माने किपरि एकत्र वास करि परिबे। से माने प्रमाण करथिले जे आमर भिन्नता दुर्बलता नुहे बरं शक्ति एवं आमर साधारण मानविकता होछि प्रकृत कथा। मोर असाइनमेंट लिखिबा आरंभ कला बेले मोर हृदय आत्मा को मो कागज रे ढाली देइथिली। मु मोर बंधु मानक कहानी आमर वार्तालाप और शिखिथिबा शिक्षा को कागज रे रूप देइथिली। मु लिखिथिली आमर वार्तालाप किपरि आमर व्यक्तित्व को आहुरी आकृति देइछि और मो दृष्टिकोण को प्रशस्त करिछि एवं सहानुभूति सृष्टि करिछि। सो जेतेबेले मु असाइनमेंट दाखल कली मु गर्व और सफलता अनुभव कली। मु जानिथिली मु किछि अर्थपूर्ण सृष्टि करि पारछि जहा कि मोर अभिवृद्धि और विकास को प्रतिफलित करछि। ये थिला मोर प्रथम माने लिखिबा असाइनमेंट जा फले मु भाबिली जे आगु को मु लिखि पारिबी। मो भितरे गोटे सृजनशीलतार प्रतिभा अछि आउ जोटा कि मु एबे हॉबीज हिसाब रे ग्रहण करिछि। मोर सेकेंड अनुभूति जोटा कि मोर आमर नालकोर ट्रेनिंग सेंटर सहित थिला। सो ट्रेनिंग सेंटर आमर जे इंचार्ज मैनेजर श्रीजुक्त रमेश चंद्र दास सी मते दिने आम एमती संध्या बेले बसी बेले आपण गोटे बियरिंग उपरे कहीं क्लास नौ ना आपण तो मेकानिकल इंजीनियर। सो आपण टॉपिक कहवाक गले आम सीना कार्य करूँ काम करूँ किंतु मु केबे ट्रेनिंग सेशन नहीं नथिली। सी मते कहले मु आपण को सबू साहाय्य करी आ छात्र मान गहन रे ठिया हेबार चिंता भी मते भयभीत करुला। सी किंतु मोर सामर्थ्य उपरे तांकर आत्मविश्वास थिला और सी मते देखिबा पई प्रिपरेशन पई गोटे बियरिंग उपरे गोटे विस्तृत वीडियो रो भी व्यवस्था करथिले जोटा कि मु ट्रेनिंग सेंटर ताको सहित देखिथिली। तापरे इंटरनेट रो सहाय्य नहीं किछि बही रो सहाय्य नहीं मोर क्लास में मु मोर ट्रेनिंग सेशन पई प्रस्तुति आरंभ करथिली। आ कार्यनिर्वाहिक समर्थन में मु अधिवेशन पई प्रस्तुत होइथिली। मोर सर्वोत्तम सामर्थ्य अनुसार मु याकू रूप देइथिली। आश्चर्यर कथा छात्र माने क्लास को प्रशंसा करी सकारात्मक मतामत देइथिले और अंतर्दृष्टिपूर्ण प्रश्न पचारिथिले। यही प्रारंभिक सफलता मोर आत्मविश्वास को बढ़ाइला। मु अनुभव कली जे मोर ई नूतन भूमिका रे उत्कृष्ट एबार संभावना यथेष्ट रही। सो तालीम केन्द्र कार्यनिर्वाही मो सहित काम करने जारी रखी मते अन्य बैच एवं विषय शिखेबा को दायित्व देइथिले
ପ୍ରତ୍ୟେକ ଅଧିବେଶନ ଶିଖିବା ଓ ଉନ୍ନତି କରିବାର ଏକ ସୁଯୋଗ ପ୍ରଦାନ କରିଥିଲା। ମୁଁ ଏହାର ସର୍ବାଧିକ ଉପଯୋଗ କରିବାକୁ ନିଷ୍ପତ୍ତି ନେଇଥିଲି। ମୁଁ ସାମଗ୍ରୀ ଉପରେ ଡାଲି ଦେଇଥିଲି, ଭଲ ଭାବେ ପ୍ରସ୍ତୁତ ହେଉଥିଲି, ଆକର୍ଷଣୀୟ କ୍ଲାସ୍ ବି ପ୍ରଦାନ କରୁଥିଲି। ଯେତେବେଳେ ମୁଁ ତାଲିମ ଅଧିବେଶନ ମାଧ୍ୟମରେ ଅଗ୍ରଗତି କଲି, ମୋର ବୃତ୍ତିଗତ ଜ୍ଞାନରେ ଏକ ଉଲ୍ଲେଖନୀୟ ବୃଦ୍ଧି ମଧ୍ୟ ମୁଁ ଉପଲବ୍ଧି କଲି। ମୁଁ ବିଷୟବସ୍ତୁର ଗଭୀର ବୁଝାମଣା ହାସଲ କଲି, ଜଟିଳ ଧାରଣାକୁ ପ୍ରଭାବଶାଳୀ ଭାବରେ ଯୋଗାଯୋଗ କରିବାର କ୍ଷମତା ବିକଶିତ କଲି। ଏହା ବ୍ୟତୀତ ପ୍ରତ୍ୟେକ ଅଧିବେଶନ ସହିତ ମୋର ଆତ୍ମବିଶ୍ୱାସ ବଢ଼ିଲା, ଯାହା ମୋତେ ଛାତ୍ରମାନଙ୍କ ସହିତ ଯୋଡ଼ି ହେବାକୁ ଓ ସେମାନଙ୍କ ପ୍ରଶ୍ନର ସହଜରେ ସମାଧାନ କରିବାକୁ ମୋତେ ସକ୍ଷମ କରିଥିଲା। ଆମ ଉଭୟଙ୍କ ପାଇଁ ଗୋଟେ ଲାଭଦାୟକ ପରିସ୍ଥିତି ସୃଷ୍ଟି ହେଇଥିଲା। ମୋର ଦକ୍ଷତା ବିକଶିତ କରିବା, ମୋର ଆତ୍ମବିଶ୍ୱାସ ବଢ଼େଇବା, ଛାତ୍ରମାନଙ୍କ ଅଭିବୃଦ୍ଧିରେ ସହଯୋଗ କରିବା, ଏସବୁ ସହିତ କମ୍ପାନୀର ଆର୍ଥିକ ପରିସ୍ଥିତି ବି ଦିଗରେ କିଛିଟା ସାହାଯ୍ୟ କରିବା ବି ଅଛି। ଯେମିତିକି ଗୋଟିଏ ଏକ୍ସାମ୍ପଲ ମୁଁ ଦେବି, ଆମର ନାଲକୋର ସ୍ମେଲ୍ଟର ପ୍ଲାଣ୍ଟରେ ଡେସିକ୍ ଆଣ୍ଡ ଡ୍ରାୟର ୟୁଜ୍ ହୁଏ। ଡେସିକ୍ ଆଣ୍ଡ ଡ୍ରାୟରରେ ପାଖାପାଖି 230 କିଲୋୱାଟ पर आवर कंजप्शन करथुबा हीटर यूज हुए। तो डेसिक एंड ड्रायर को मु रेफ्रिजरेंट ड्रायर लगे दिली। सो रेफ्रिजरेंट ड्रायर रे 15 किलोवाट पर आवर कंजप्शन है, जहाँ फल कि कंपनी पाखापाखि 270 किलोवाट रु 15 किलोवाट माने 250 किलोवाट ऊपर सेव है। 250 किलोवाट जब आम 5 टंका रेट रे देखा 1250 टंका ये आमर 7टी ड्रायर चले, ताने पाखापाखि 8,500 9,000 टंका पर आवर सेव होता। सो ये बहुत जिनिस अच्छी जोड़ा कि सिस्टम डेवलपमेंट है आउ से गुड़ाक कंपनी को जी आर्थिक मते माने मते जी खुशी देती सेटा ही तार कल्पना करहबनी। कहीं मोर जो वृत्तिगत ज्ञान को मु प्रयोग कली एप्लिकेशन से मते वर्तमान आगु को मोर हॉबीज हिसाब रे फ्यूचर असाइनमेंट हिसाब रे मु यही जिंस को आगु को नेबी। जेपरिक भुवनेश्वर क्वालिटी सर्कल फोरम ऑफ इंडिया रे गोटे चैप्टर अच्छी, से ता थ्रू रे आमे डिफरेंट कंपनीज को जाइकरी सिक्स सिग्मा आउ बिजनेस एक्सीलेंस ऊपर ट्रेनिंग देबार प्लान तैयारी करछु, जहाँ फल कि गोटे क्वालिटी ऑर्गेनाइजेशन थ्रू आउट ओडिशा आमे तैयारी करिवु। सेथिरे मते साहाय्य करिया पे आउ जणे अछंती। सो आमे दी जण मे मासरु ए कार्य आरंभ करिवु। आउ धीरे धीरे हमर उद्देश्य होची क्वालिटी मूवमेंट को ओडिशा सारा बढ़ेबा। आउ जा फल कि हमर भुवनेश्वर चैप्टर जेमती अन्य मानक पई एक उदाहरण स्वरूप हो पारिबो, से माने ताकू रेफर कर पारिबे। एति कही आज विदाय नउछि। बहुत बहुत धन्यवाद सर। अच्छा, शुभेंद्र बाबूଙ୍କର ଆଉ ଗୋଟେ ପରିଚୟ ହେଲା, ମୁଁ ଜାଣିଛି ସେ ଜଣେ ଗବେଷକ ବିଶେଷ ଆମ ଯୋଉ ଟେମ୍ପଲ ଆର୍କିଟେକ୍ଚର ଉପରେ ସେ ବହୁତ ଗବେଷଣା କରିଛନ୍ତି। ଆଉ ବର୍ତ୍ତମାନ ଗବେଷଣା ବି ଜାରି ରହିଛି, ଆହୁରି ବି କେତେ କଣ ଥିବ ମୁଁ ସବୁ ବିଷୟରେ ଜାଣିନି। ସେଇଟା ସେଇଟା ସଂକ୍ଷେପରେ ମୁଁ ଜାଣିବାକୁ ପାରିଲି। ସେଇଟା ମୁଁ କହିଲିନି, ଯୋଉଟା कि मोर ହଁ हॉबीज हिसाब रे ହଁ ହଁ आइकोनोग्राफी ऊपर मोर इंटरेस्ट अच्छी। ଆଜ୍ଞା आइकोनोग्राफी कहले गोटे फोटो को देखिले आमे एटा शिव, एटा कृष्ण, एटा दुर्गा, एटा पार्वती केमिति जानुचे आ से जिनस कोठु आसीची। जेमिति धरंतु काली कालींकर पाखापाखि 10-15 प्रकार रूप अच्छी। कौ काली को आमे मशाणी काली कहूँ, कौ काली को आमे दक्षिण काली कहूँ, कौ काली को आमे भद्रकाली कहूँ, कौ काली को आमे मित्र काली कहूँ, कौ काली को आमे ये कहूँ। सो यही जो डिफरेंट रूप अच्छी 12 प्रकार काली, सिद्ध काली, श्री काली, तापरे आद्य काली, स्पर्शमणि काली, चित्रमणि काली, यही भाया को से जो आइकोनोग्राफी ता ऊपर मोर रिसर्च जारी अछि। ଆମେ ତା ଭାବୁଛୁ ଉପରେ କେବେ ଆମେ ଆପଣଙ୍କୁ ହଁ ଆମର ମୁଁ ସେଇ କଥା କହିବାକୁ ଯାଉଥିଲି। ठीक ଗୋଟେ अच्छी ପୁରା interesting ସେସନ ଆପଣଙ୍କର ଗୋଟେ ପୁରା ସେସନ ନେବା ଏବଂ ଆପଣଙ୍କର ଏଇ हाँ ଯୋଉ ଅନୁଭୂତି ମନ୍ଦିର ଆଉ ମାନେ କାଳୀ ବା ଦେବତାଙ୍କର ରୂପ हाँ ଉପରେ ଆଉ ଗୋଟେ ପୁରା ସେସନ ନେବା।
आज बहुत बहुत धन्यवाद आपको अति सुंदर आपनकर अनुभूति हमको कहले आज प्रकृति में आमे आमर 3 जन भाई नुआ जो मैंने संजोग संयुक्त होती बहुत सुंदर सुंदर कथा शुणिलु भाई जोगिंद्र जोगिंद्र नायक भाई तांकर से कोरोना रू केमती रक्षा पाई एवं भयावह कार एक्सीडेंट आग पछ 2 पट कार एक्सीडेंट रू केमती से रक्षा पाइले सेटा अति माने गोटे ये भयंकर अनुभूति ता छड़ा भाई उपेंद्र मिश्र से कृषि विद्यालय चाकरी करुले नाटक प्रति से आकृष्ट थे चलचित्र अभिनय करछंती से कौ चलचित्र अभिनय करथिले आम टिके शुणी भल होता ता छड़ा से तांकर अनुभूति जहाँ आम भीतर बांटिले निश्चित भाव आम मन भी मान गोटे आग्रह खेल भाई शुभेंद्र मिश्र से नालको चाकरी करुले वृत्तिगत ज्ञान तो बहुत किंतु यही जो सब तांकर जो स्मृति बा तांकर अनुभूति शुणेले सेटा निश्चित भविष्य निश्चित कामिका जिनस ये जो मंदिर एवं जो देवी देवता जो तांकर अनुभूति सेटा आम आउे शुणु आ भाई को आ गोटे स्पेशल सेसन आम निश्चित डाकू से जहाँ भी हो आज गोटे सुंदर अनुभूति आम पाइलु शेष कहवाक चाहे मनीष जीवन अतीतर गंताघरे सहिता केते अभुला स्मृति रोमंथने शिहरण खेलाए अबा मिठा मिठा अनुभूति जगाए मु 3 जन भाई मान 2 पद कविता आकार रे कही मु आज कार्यक्रम को आगे बढ़ेबी अतीतर स्मृति सजाड़ी रखी सहर्षे बांटी भी आज शिहरण खेले हृदय रे मोर पारे देले ताकू हेजी मधुर स्मृति रे पुलकित हुए स्मित हास्य खेले उठे उठे अभुला स्मृति को हृदय झुरुची भूलिबार नुहे केबे भूलिबार नुहे केबे वर्तमान आसंतु आगु को बढ़िबा आमे भौणी रेणुका पंडा को डाकिबा मंच को एवं से आज तांकर ए कार्यक्रम रो शेष स्पर्श देबे भौणी रेणुका पंडा आपन नमस्कार आसंतु एवं आपण शेष स्पर्श दियो। जय जगन्नाथ समस्त को मोर प्रणाम समस्त माननीय सम्माननीय भाई भौणी समस्त को मोर प्रणाम जनाऊँगी संजोग हूँ गोटे व्हाट्सएप ग्रुप ऑफ लाइक माइंडेड सीनियर सिटीजन this is the initiative of my group of institution founded by Dr. Haraprasad Das to add value to human life। संजोग परिवार प्रतिष्ठाता डॉक्टर एच.पी. दास संजोग परिवार सूत्रधार राजकुमार भाई पाखरे मोर कृतज्ञता जनाऊँगी। The objective of Sanjog is to spread happiness among senior citizens through various activities। तो सर विभूति भाई जो इतने सुंदर भाव कविता पढ़ी शेष करें रियली ग्रेटफुल। तो विभूति भाई होचंती कोऑर्डिनेटर ऑफ संजोग संजोग परिवार आम संजोग परिवार और सुतार भाई होचंती पिलर ऑफ स्ट्रेंथ संजोग परिवार से होचंती पिलर ऑफ स्ट्रेंथ और विभूति भाई उपस्थापना सब बहुत भल थाए आ स्वागत सम्माननाटा सुतार भाई बहुत बढ़िया करथिले से जहा हो हमर आज 3 जन अतिथि को प्रणाम जनाऊँगी अभिनंदन जनाऊँगी से माने सुंदर भावे हमर कार्यक्रम को से माने उपस्थापना कले। सर जोगेंद्र सर जने इलेक्ट्रिकल इंजीनियर थिले से कोरोना भाया भयंकर ये से मृत्युमुख रक्षा पाई से जो एक्सीडेंट कथा से कहले भारी माने व्यस्त लगला डर लगला से केमती बंची पारे आगपटे पछपटे ट्रक माड़ी आसला भी से केमती बंची पारे से माने आश्चर्य से जहाँ कहले जहाँ को रखी बनंत ताकू के गरीब बलवंत सत कथा आम जीवन में आमर किसी अख्तियार नहीं सब भगवान के इच्छा तेणु आपन को नमस्कार जनाऊँगी आपंकर पुनर्जन्म पे। उपेंद्र मिश्र सर से जड़े कृषि विश्वविद्यालय काम करते से छोट पिला को जो भल पाती से शुणी बहुत खुशी लगला आर जो अनुभूति सब आड़े बुलवा करवा थिला बापा माँ प्रेरणा जगन्नाथ दर्शन पे बहुत भल पाते जगन्नाथ दर्शन कर जो ईश्वर विश्वासी प्रबल ईश्वर विश्वासी थे से जो विपद संकुल जगह बॉर्डर को जाइए
ସେଇଠି ବି ସେ ମାନେ ଟେରରିଷ୍ଟ ମାନଙ୍କ ପାଖରୁ ରକ୍ଷା ପାଇଯାଇଥିଲେ। ଆଉ ତାଙ୍କୁ ବଞ୍ଚେଇବା ପାଇଁ ଜଗନ୍ନାଥ ତାଙ୍କୁ ବଞ୍ଚେଇବା ପାଇଁ ଆଉ ଜଣଙ୍କୁ ଶହୀଦ କରିଦେଇଥିଲେ। ତେଣୁ ଭଗବାନ ତାଙ୍କର ମଙ୍ଗଳ କରନ୍ତୁ, ସେ ଯେମିତି ସେ ଆଜି ପର୍ଯ୍ୟନ୍ତ ଯେମିତି ଭଲରେ ଅଛନ୍ତି ତାଙ୍କ ପରିବାର ସହିତ, ଆମ ସଂଯୋଗ ପରିବାର ସହିତ ସେ ଖୁସିରେ ରୁହନ୍ତୁ, ଭଲରେ ରୁହନ୍ତୁ, ସେତିକି ପ୍ରାର୍ଥନା କରୁଛି। ଶେଷରେ ଶୁଭେନ୍ଦ୍ର ମିଶ୍ର ସାର୍ଙ୍କର ବହୁତ ହିଁ ଭଲ ଲାଗିଲା ତାଙ୍କର। ମୁଁ ବି ଓଲ୍ଡ ଟାଉନରେ ରହୁଛି ସାର୍। ନାଲକୋରେ ଆପଣ ଜଏନ୍ କରିକି ଜଏନ୍ ହେଲା ପରେ ଆପଣଙ୍କର ଯୋଉ 3ଟା ଆଡିସନାଲ ହବି କହିଲେ, ଭ୍ରମଣ ପ୍ରିୟ, ତାପରେ ଲେଖା ଲେଖି କରିବା, ରାନ୍ଧିବା, 3ଟି ଯାକ ବହୁତ ହିଁ ମାନେ ଆମ୍ୟୁଜିଂ ଆଣ୍ଡ ଏନକରେଜିଂ ଫର ସିନିୟର ସିଟିଜେନ। କାହିଁକି ମାନେ ଏଇଟା ହିଁ ଆମକୁ ଆମର ସ୍ମରଣ ଶକ୍ତି ବଢେଇବ, ଆମର ମନ ଖୁସି ରଖିବ, ଆଉ ବହୁତ ମାନେ ଅନ୍ୟମାନଙ୍କ ପାଇଁ ଗୋଟେ ପ୍ରେରଣା ଦେଇପାରିବ। ତ ସାର୍ଙ୍କର ଯୋଉ ଏତେ ସୁନ୍ଦର ରାନ୍ଧି କହୁଛନ୍ତି, ଆମ ମେମ୍ବର ମାନଙ୍କୁ ଡାକିକି ଥରେ ଖୁଏଇବେ, ସେଇଟା ଆମର ଅନୁରୋଧ। ଆପଣ ଯୋଉ ଏକ୍ସାଇମରେ MBA କରିସାରିଲା ପରେ ଆପଣ ଯୋଉ ପର୍ସନାଲ ଡେଭଲପମେଣ୍ଟ ପାଇଁ ଯୋଉ କରିଥିଲେ, ଆଉ ଜାତିଭେଦ ଆପଣଙ୍କର କୌଣସି ନାହିଁ, ଆପଣ ମୁସଲମାନ, ହିନ୍ଦୁ, ଖ୍ରୀଷ୍ଟିଆନ ସମସ୍ତଙ୍କ ସାଙ୍ଗରେ ଏକା ଭଳିଆ ରହିକି ସମସ୍ତଙ୍କ ସାଙ୍ଗରେ ସେମାନଙ୍କଠୁ ବହୁତ କିଛି ସେମାନଙ୍କ ଭ୍ୟାଲ୍ୟୁ, ଟ୍ରାଡିସନାଲ ଭ୍ୟାଲ୍ୟୁ, ସେମାନଙ୍କର ଜୀବନ ଯାପନ ଆପଣ ବହୁତ କିଛି ଗ୍ରହଣ କରିଛନ୍ତି, ଶିଖିଛନ୍ତି। ୟୁନିଟି ଇନ୍ ଡାଇଭରସିଟି ହିସାବରେ ଆପଣ ସମସ୍ତଙ୍କ ସାଙ୍ଗରେ ବହୁତ ଭଲ ମିଶିଛନ୍ତି। ଏଇଟା ଆପଣଙ୍କ ନିଜର ପ୍ରକୃତି ବି ବହୁତ ମାନେ ସେଥିରେ ଅଛି। ତ ଯୋଉ ଭିନ୍ନତା ଦୁର୍ବଳତା ନୁହେଁ ବରଂ ଶକ୍ତି ଦିଏ, ସେ ଜିନିଷଟା ମତେ ବହୁତ ଭଲ ଲାଗିଲା। ଲେଖିବା ଆସାଇନମେଣ୍ଟ ଏତେ ସୁନ୍ଦର ଆପଣ କଲେ, ନିଜର ପ୍ରଚଣ୍ଡ ଚେଷ୍ଟା, ଦକ୍ଷତା, ଆତ୍ମବିଶ୍ୱାସ ଲାଗି କମ୍ପାନୀର ଯୋଉ ଆର୍ଥିକ ଅଭିବୃଦ୍ଧି କରାଇଲେ, ସେଟା ବହୁତ ଏନକରେଜିଂ ଆଣ୍ଡ ୱି ଆର୍ ପ୍ରାଉଡ ଅଫ ୟୁ ଅଲସୋ। ଆଉ ସିଷ୍ଟମ ଡେଭଲପମେଣ୍ଟ ପାଇଁ, ଓଡ଼ିଶାର ସିଷ୍ଟମ ଡେଭଲପମେଣ୍ଟ ପାଇଁ ବୃତ୍ତିଗତ ଜ୍ଞାନ ପ୍ରୟୋଗ କଲେ। ଏପର୍ଯ୍ୟନ୍ତ ଆପଣ ଚେଷ୍ଟାଟା ବି ଜାରି ରଖିଛନ୍ତି, ଯୋଉଥିରେ ଆମେ ସମସ୍ତେ ଆପଣଙ୍କୁ ସହଯୋଗ କରିବୁ, ଆଉ ଆପଣଙ୍କୁ ଅଭିନନ୍ଦନ ଜଣାଉଛୁ। ଏଥିରେ ଆହୁରି ଆଗକୁ ବଢନ୍ତୁ। ଆମ ସଂଯୋଗ ପରିବାରରେ ଆମେ ଆପଣଙ୍କୁ ପାଇକି ଗର୍ବିତ। ଧନ୍ୟବାଦ, ସମସ୍ତଙ୍କୁ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ। ରେଣୁକା ଭଉଣୀଙ୍କୁ ମଧ୍ୟ ତାଙ୍କର ଯୋଉ ସୁନ୍ଦର ମାନେ ସମାପନ ପାଇଁ ଅନେକ ଅନେକ ଧନ୍ୟବାଦ ଆପଣଙ୍କୁ। ସୁସ୍ମିତା ମ୍ୟାଡାମଙ୍କ ନାଁ ନେଇଥିଲେ ନା? ନାଇଁ, ଆମର ଆମର ଯୋଉ ଟେକ୍ନିକାଲ ଟିମ୍ ଯୋଉମାନଙ୍କ ସରି ପାଇଁ ଆମର ସରି, ଆକ୍ଚୁଆଲି କାର୍ଯ୍ୟକ୍ରମ ସଫଳ ସସ୍ମିତା ହୁଏ। ଭଉଣୀଙ୍କୁ ବି ମୋର ବହୁତ ଧନ୍ୟବାଦ। ସେ ଏତେ ସୁନ୍ଦର ମ୍ୟାନେଜ କରି ରଖିଛନ୍ତି। ସସ୍ମିତାକୁ ବହୁତ ଧନ୍ୟବାଦ, ସେ ଆରମ୍ଭରୁ ଶେଷ ଯାଏ ଆମକୁ ବାନ୍ଧିକି ରଖିଛନ୍ତି, ଭଲ ଭାବେ ମୁଁ ରେକର୍ଡିଂ କରୁଥିବେ ଯେମିତି। ଥ୍ୟାଙ୍କ ୟୁ। ମୁଁ ମୁଁ ଗ୍ରୁପରେ ଯୋଉ କେତୋଟି ଭିଡିଓ ଥିଲା ମନ୍ଦିର ଆର୍କିଟେକ୍ଚର ସ୍କଲ୍ପଚର ଉପରେ, ତାକୁ ସେୟାର କରିଦେଇଛି। ଆଚ୍ଛା, ଦରକାର ହେଲେ ଆପଣ ଦେଖିପାରିବେ। ହଁ ନା ଦେଖିବା, ଆମେ ଗୋଟେ ୱେବିନାର କରିବା ତା ଉପରେ କେବେ ଗୋଟେ। କାରଣ ଏଇଟା ଗୋଟେ ଜିନିଷ ସମସ୍ତଙ୍କ ନିଶ୍ଚୟ ଆଗ୍ରହ ରହିବ। ତ ଆଜି ଆମର ଯୋଉ 3 ଜଣ ଭାଇ ଆଜି କହିଲେ, ସମସ୍ତଙ୍କ ଭିତରେ ଗୋଟେ କମନ ଫ୍ୟାକ୍ଟର ହଉଛି ସମସ୍ତଙ୍କ ନାଁରେ ଇନ୍ଦ୍ର ଯୋଡା ହେଇଛି। ଯୋଗେନ୍ଦ୍ର, ଶୁଭେନ୍ଦ୍ର, ଉପେନ୍ଦ୍ର। ଭଗବାନ ଶ୍ରୀକୃଷ୍ଣ ଗୀତାର 10 ଅଧ୍ୟାୟରେ ବୋଧେ କହିଛନ୍ତି, କଣ ଦେବତା ନା ଦେବତାଙ୍କ ଭିତରେ ମୁଁ ହଉଛି ବାସବ ବା ଇନ୍ଦ୍ର। ଭଲ, ସମସ୍ତଙ୍କ ଭିତରେ ଗୋଟେ କମନ ଥ୍ରେଡ ରହିଛି, ଆଉ ଆପଣ ସମସ୍ତେ ଭାଇ ବହୁତ ସମସ୍ତଙ୍କୁ ସୁନ୍ଦର ବାଛିକି ଭାବରେ କହିଲେ। ଆଣିଛନ୍ତି ଆଉ। ଆଉ ଏମିତି ଆମର ବହୁତ ଗୁଣୀ ଜ୍ଞାନୀ ଲୋକ ଆମର ଭାଇ ଭଉଣୀ ମାନେ ସଂଯୋଗରେ ରହିଛନ୍ତି, ଆଉ ସମସ୍ତଙ୍କୁ ନେଇକିରି ଆମେ ମଝିରେ ମଝିରେ ଯୋଉ ୱେବିନାର କରୁଛୁ। ସବୁ ଫିଲ୍ଡରେ ଅଛନ୍ତି ଆଉ ଆମର ଆଜି 3 ଜଣ ଭାଇ ନିଜ ନିଜ କ୍ଷେତ୍ରରେ ମହିୟାନ। ସମସ୍ତଙ୍କୁ ନମସ୍କାର। ଆମେ ପୁଣି ଏକାଠି ହେବା। ଆମର ପରବର୍ତ୍ତୀ ୱେବିନାର ହେବ ମେ 13 ତାରିଖ ଦିନ। ସେଦିନ ଏକ ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ ରହିଛି। ଜଣେ ଆୟୁର୍ବେଦର ପ୍ରଫେସରଙ୍କ ସହିତ ଯୋଗାଯୋଗ କରିଛୁ। ସେ ବିଶେଷତଃ ଆମର ଏଇ ଯୋଉ ପରିଣତ ବୟସରେ ଯୋଉ ପ୍ରକାର ରୋଗ ଇଏ ଗୁଡା ଯୋଉଗୁଡାକର ଏଲୋପାଥି ଚିକିତ୍ସା ହେଇପାରୁନି, ସେଥିରେ ତା ବିଷୟରେ ସେ ଆମକୁ କିଛି କହିବେ ବୋଲି ଯୋଗାଯୋଗ କରିଛୁ। ଦେଖାଯାଉ। ହଉ, ଆଜି ଏତେ ରହିବା। ସମସ୍ତଙ୍କୁ ନମସ୍କାର, ଧନ୍ୟବାଦ।